ନମସ୍କାର। ଓଡ଼ିଆ ନ୍ୟୁଜ୍ ଏଡିଟୋରିଆଲକୁ ସ୍ୱାଗତ କରୁଛି ମୁଁ ପ୍ରସାଦ। ଆଜି ଆମେ ଆଲୋଚନା କରିବା ଜୀବନ କି ଖାଲି ନିରାଶାର ବାଲି। ଲେଖକ ହେଉଛନ୍ତି ବିଜୟ ନାୟକ। ଆସନ୍ତୁ ପଢ଼ିବା। ଆସ୍ଥା ଓ ଆଶାର ବର୍ଗ ବନ୍ଧନୀ ମଧ୍ୟରେ ଜୀବନ ସର୍ବଦା ସମୁଜ୍ଜଳ। ଜୀବନ ଗୋଟେ ଆସ୍ଥା ଓ ଆଶାର ବର୍ଗ ବନ୍ଧନୀ। ସେ ବର୍ଗ ବନ୍ଧନୀ ମଧ୍ୟରେ ଜୀବନ ସର୍ବଦା ସମୁଜ୍ଜଳ। ଯଦି ଆସ୍ଥା ନ ରହିବ, ଆଶା ନ ରହିବ, ଜୀବନ ଆଗକୁ ଚାଲିପାରିବ। ଆମେ ଯେକୌଣସି ନିରାଶାର ପରିସ୍ଥିତିରେ ପଡ଼ିଥିଲେ ମଧ୍ୟ ଆମ ଭିତରେ ଗୋଟେ ଆସ୍ଥା ଥିବା ଦରକାର। ଆମେ ଯେକୌଣସି ବିଷୟ ଉପରେ ଗୋଟେ ଆସ୍ଥା ରଖିବାକୁ ପଡ଼େ। ତେଣୁ ଯଦିଓ ସେ ଖରାପ ଜିନିଷ ହେଉ କି ଭଲ ଜିନିଷ ହେଉ, ଶୈତାନ ଉପରେ ମଧ୍ୟ ଆସ୍ଥା ରଖିବାକୁ ପଡ଼େ। ବେଳେବେଳେ ଭଗବାନ ଉପରେ ମଧ୍ୟ ଆସ୍ଥା ରଖିବାକୁ ପଡ଼େ। ଭଲ ଲୋକ ଉପରେ ଆସ୍ଥା ରଖିବାକୁ ପଡ଼େ, ଖରାପ ଲୋକ ଉପରେ ମଧ୍ୟ ଆସ୍ଥା ରଖିବାକୁ ପଡ଼େ। ଏମିତି ବି କେତେକ ପରିସ୍ଥିତି ଆସେ, ଆମେ କୌଣସି ଜିନିଷରେ ବିନା ଆସ୍ଥା ନ ରଖି ବଞ୍ଚିପାରିବା ନାହିଁ। ଆସ୍ଥା ରଖିବାକୁ ପଡ଼େ। ଦ୍ୱିତୀୟ କଥା ହେଉଛି ଆଶା। ଆଶା ହିଁ ମଣିଷର ଜୀବନକୁ ଗତିଶୀଳ କରାଏ। ତେଣୁ କୁହାଯାଏ ହୋପ୍ ଏଗେନ୍ଷ୍ଟ ହୋପ୍। ଆଶା ବିରୁଦ୍ଧରେ ଆଶା ରଖିବାକୁ ପଡ଼େ। ଆଶା ରଖିବାନି ତ ଜୀବନ ଆଗକୁ ଗତିଶୀଳ ହୋଇପାରିବ ନାହିଁ। ତେଣୁ ଆସ୍ଥା ଓ ଆଶାର ବର୍ଗବନ୍ଧନୀ ମଧ୍ୟରେ ଜୀବନ ସର୍ବଦା ସମୁଜ୍ଜଳ। ଆସ୍ଥା ଓ ଆଶା ରହିବନି ତ ଜୀବନ ସମ୍ଭବ ହୋଇପାରିବ ନାହିଁ। ତେଣିକି ଆମେ ଯଦିଚ ନିଶ୍ୱାସ ପ୍ରଶ୍ୱାସ ନେଇକରି ବଞ୍ଚିଥିବା, କିନ୍ତୁ ଭିତରେ ଆମେ ମୁର୍ଦାର ହୋଇଯାଇଥିବା। ଆସ୍ଥା ବିନା ଜୀବନର ସ୍ଥିତି ନାହିଁ, କି ଆଶା ବିନା ଗତି ନାହିଁ। ଆସ୍ଥା ଥିଲେ ହିଁ ମଣିଷର ସ୍ଥିତି ଅଛି, ଆଉ ଆଶା ନାହିଁ ତ ମଣିଷର ଗତି ନାହିଁ, ପ୍ରଗତି ନାହିଁ। ଜୀବନ ଏକ ସୁଦୀର୍ଘ ଅନ୍ୱେଷଣ। କାହିଁକିନା ମଣିଷ ସବୁବେଳେ କିଛି ନା କିଛି ଖୋଜୁଥାଏ। କ'ଣ ଖୋଜୁଥାଏ? ସେ ଖୋଜିବା ଭିତରେ କ'ଣ ସବୁ ଥାଏ? ସେ ପଇସା ଖୋଜୁଥାଏ, ସେ ସୁଖ ଖୋଜୁଥାଏ, ସେ ପଦପଦବୀ ଖୋଜୁଥାଏ। କିଛି ଲୋକ ସ୍ନେହ ଖୋଜୁଥାନ୍ତି, କିଛି ଲୋକ ପ୍ରେମ ଖୋଜୁଥାନ୍ତି। ଯାହାକୁ ଯେଉଁ ପ୍ରକାର ଜିନିଷ ଖୋଜା ଚାଲିଛି, ସେ ଖୋଜି ଚାଲିଥାଏ। ଜୀବନ ଏକ ସୁଦୀର୍ଘ ଅନ୍ୱେଷଣ। ଆଉ ଶିକ୍ଷା କଥା କହିଲେ, କିଛି ଲୋକଙ୍କୁ ଜ୍ଞାନର ଖୋଜା ଚାଲିଛି, କିଛି ଜ୍ଞାନ ମିଳିଯାଉ, ମୋତେ କିଛି ବୁଦ୍ଧି ମିଳିଯାଉ। କିଛି ଲୋକଙ୍କୁ ଆତ୍ମଚିନ୍ତନ ଲାଗିଛି, କିଛି ଆତ୍ମସନ୍ତୁଷ୍ଟି ଖୋଜୁଛନ୍ତି, କିଛି ଆତ୍ମଚିନ୍ତନ ଖୋଜୁଛି। ବିଭିନ୍ନ ପ୍ରକାର ଖୋଜାରେ, ବିଭିନ୍ନ ପ୍ରକାର ଅନ୍ୱେଷଣରେ ଜୀବନ ଚାଲିଥାଏ। ତେଣୁ ଜୀବନ ଏକ ସୁଦୀର୍ଘ ଅନ୍ୱେଷଣ। ଏଇଟା ସରେ ନାହିଁ। ମରିବା ପର୍ଯ୍ୟନ୍ତ ଆମ ମନରେ କିଛି ନା କିଛି ଖୋଜା ଚାଲିଥାଏ। ଯେତେ ଯେତେ ବୟସ ବଢ଼ି ଚାଲେ, ସେତେ ସେତେ ମଣିଷର ଖୋଜା ବଢ଼ି ଚାଲେ। ପ୍ରଥମେ ଆମେ ମଣିଷ ସୁଖ ଖୋଜୁ, ସଂସାରିକ ସୁଖ ଖୋଜୁ, ଖୁସି ଖୋଜୁ। ତାପରେ ଧୀରେ ଧୀରେ ମଣିଷ ଆଧ୍ୟାତ୍ମିକତା ଆଡ଼କୁ ଗତି କରି ଆଧ୍ୟାତ୍ମିକ ଚିନ୍ତା, ଆଧ୍ୟାତ୍ମିକ ଉପଲବ୍ଧି ବା ଅନୁଭବକୁ ଉପଲବ୍ଧି କରିବାକୁ ଖୋଜେ। ତେଣୁ ଖୋଜା ଚାଲିଥାଏ। ଜୀବନ ଏକ ସୁଦୀର୍ଘ ଅନ୍ୱେଷଣ। ମଣିଷ କିଛି ନା କିଛି ଖୋଜୁଥାଏ ସାରା ଜୀବନ। ସେ ଭୌତିକ ସୁଖ ହେଉ କି ଅଧିଭୌତିକ ଅନୁଭବ ହେଉ। ପିଲାବେଳୁ ତ ଆମେ ଖେଳଣାରେ ଖୋଜୁ, ଖେଳଣା ଦରକାର, ଆମକୁ ଇଏ ଦରକାର, ସିଏ ଦରକାର। ବିଭିନ୍ନ ପ୍ରକାର ଜିନିଷର ପିଲାବେଳୁ ଖୋଜା ଚାଲିଥାଏ। ମାନେ ସବୁ ଜିନିଷର ସୁଖ ଆମେ ଖୋଜୁ। ବୟସ ବଢ଼ିବା ସହିତ ପାଠପଢ଼ା ବଢ଼େ, ତା ସହିତ ଅନ୍ୟାନ୍ୟ ଜିନିଷ ଖୋଜା ଦରକାର ପଡ଼େ। ଏମିତି ହେଉ ଆମର ଲାଇଫ୍ ପାର୍ଟନର ଖୋଜା ପଡ଼େ। ଆମକୁ ଗୋଟେ ସହଧର୍ମିଣୀ ଦରକାର, ଆମକୁ ଗୋଟେ ଝିଅଟେ ଦରକାର, କି ଝିଅଟେ ପାଇଁ ଗୋଟେ ପୁଅଟେ ଦରକାର, ଲାଇଫ୍ ପାର୍ଟନର ଦରକାର। ତା ସହିତ ଧୀରେ ଧୀରେ ଏସବୁ ପୂରଣ ହଉ ହଉ ବୁଢ଼ା ବୟସ ବେଳକୁ ଆମକୁ ଦରକାର ଆଉ କିଛି ଜିନିଷ ଅନ୍ୱେଷଣ ଖୋଜୁ। ତେଣୁ ଯେଉଁଟା ସଂସାରିକ ସୁଖ ଥାଏ, ବୟସ ବଢ଼ିବା ସହିତ, ତେଣୁ କୁହାଯାଏ ମଣିଷକୁ ପିଲାବେଳେ ଖେଳଣା ଦରକାର ପଡ଼େ, ଆଉ ବୁଢ଼ା ବେଳେ ଈଶ୍ୱର ଦରକାର ପଡ଼ନ୍ତି। ଏସବୁ ଜିନିଷ ଖାଲି ଗୋଟେ ଖେଳ, ଆଉ କିଛି ନୁହେଁ। ଏସବୁ ଜିନିଷ ଖୋଜି ଖୋଜି ତାର ଜୀବନ ସରି ସରି ଯେତେ ଯାଉଥିବ, ତାର ଖୋଜାଟା, ତାର ଅନ୍ୱେଷଣଟା ସେତେ ଆଧ୍ୟାତ୍ମିକ, ସେତେ ସାତ୍ତ୍ୱିକ ହୋଇ ଚାଲିଥିବ। ସୁଖ ଖୋଜି ଖୋଜି ମଣିଷ ଦୁଃଖ ପାଏ। ବାସ୍ତବ କଥା ଏଇଟା। ଆମେ ସୁଖ ଖୋଜୁ, ସୁଖ ଖୋଜିବାରେ ହିଁ ଦୁଃଖ ଅଛି ଆମର। ନା ପାଏ ଆନନ୍ଦ କି? ଆନନ୍ଦ କିଛି ମିଳେ ନାହିଁ, ଖାଲି ତାକୁ ଦୁଃଖ ମିଳେ। କ'ଣ ନା ଏଇଆ ପାଇବି ମୁଁ, ସେଇଆ ପାଇବି ମୁଁ। ଏ ସୁଖ ଖୋଜାରେ ମଣିଷ ଯେ ଦୁଃଖ ପାଏ, ଏ କଥା ବୁଝିଲା ବେଳକୁ ତା ହାତରୁ ସବୁ ସମୟ ଚାଲି ଯାଇଥାଏ। ଏହି ପ୍ରଶ୍ନ ଉପରେ ବିଶ୍ୱ ଦର୍ଶନ ଦ୍ୱିଫାଳ ବା। ପାଶ୍ଚାତ୍ୟ ଦର୍ଶନ, ପ୍ରାଚ୍ୟ ଦର୍ଶନ, ବୌଦ୍ଧ ଦର୍ଶନରେ ସଂସାର ଦୁଃଖମୟ। ସବୁ ଦର୍ଶନରେ, ସବୁ ଧର୍ମରେ ସଂସାର ଦୁଃଖମୟ। କାହିଁକିନା ମଣିଷ ଏଠି ଜନ୍ମ ହଉ କାନ୍ଦେ। କାନ୍ଦିଲେ ଆପଣ ଲୋକ ଜାଣିବେ ଯେ ବଞ୍ଚିଛି ବୋଲି। ଆପଣ ଯେମିତି କାନ୍ଦିବେନି, ସେ ପିଲାଟା ମରିଯାଇଛି ଆଉ କ'ଣ। କଥାଟା ବୁଝୁଛନ୍ତି ନା? ସଂସାରକୁ ଜଣେ ଯଦି ଅନୁକୂଳ ଗର୍ଭରୁ ବାହାରି ଆସିଲା ମାନେ, ପ୍ରସବ ହେଇକି ଆସିଲା ମାନେ, ସେ ପ୍ରଥମେ କାନ୍ଦିବ। ଛୁଆଟା କାନ୍ଦିବ। କାନ୍ଦିଲେ ଆମେ ସମସ୍ତେ ଖୋଜିବା, ଯାହା ହଉ
କାହିଁକିନା ଆମେ ସମସ୍ତେ ଯଦି କାନ୍ଦୁଛନ୍ତି, ଯିଏ ନୂଆ ସଦସ୍ୟ ଯିଏ ଆସିବ ପୃଥିବୀକି ସିଏ ମୋତେ କାନ୍ଦିବାକୁ ପଡ଼ିବ। କାନ୍ଦିଲେ ଆମେ ଭାବୁଛନ୍ତି ଇଏ ବଞ୍ଚିଛି, ଆଉ ଯିଏ କାନ୍ଦିଲା ନାହିଁ ସିଏ ମରିଛି। ଏହି ପ୍ରଶ୍ନ ଉପରେ ବିଶ୍ୱ ଦର୍ଶନ ଦିଫାଳ। ବୌଦ୍ଧ ଦର୍ଶନ ସଂସାର ଦୁଃଖମୟ, ସୁଖର ଅନ୍ୱେଷଣ ସମୟକ୍ରମେ କାମନା ରୂପ ନିଏ। ଏଠି ତ କାନ୍ଦିବା ଛଡ଼ା କିଛି ଅଛି କି? ସଂସାର ଆମେ ଯେଉଁଟାକୁ ହସ ପାଉଛନ୍ତି, ଯେଉଁଟା ସୁଖ ପାଉଛନ୍ତି, ସେଇଟା ସୁଖ ନାହିଁ କି ହସ ନାହିଁ, ସେଇଟା ଖାଲି କାନ୍ଦ। ଏଠି କାନ୍ଦିବା ଲୋକ ହିଁ ବଞ୍ଚିଥାଏ, ଆଉ ଯିଏ ହସୁଥାଏ ସିଏ ତ ମରିଯାଏ। ଆଉ କ'ଣ ତାକୁ ମଣିଷ ବୋଲି ଭାବନ୍ତି ଲୋକ? ଏଥର ପାଗଳ ହେଇଥିବ ନହେଲେ ଜ୍ଞାନୀ ହେଇଥିବ। ଯିଏ ବେଶୀ ହସିବ ଲୋକ ତାକୁ ଭାବିଲେ ଏ ଗୋଟେ ପାଗଳଟା, ଇଏ ହସୁଛି, ୟା ମୁଣ୍ଡରେ କିଛି ନାହିଁ, ଇଏ ହସୁଛି, ଇଏ ପାଗଳଟା। ଆଉ ଯିଏ ନାଇଁ ଯଦି ଦ୍ୱିତୀୟ ଲୋକ ହେଇଥିବ, ବେଶୀ ଜ୍ଞାନୀ ସାଧୁ ମହାତ୍ମା ହେଇଥିବେ, ସିଏ ହସିବେ, ମୁଚୁକିନ୍ଦିଆ ହସିଯିବେ। ବୌଦ୍ଧ ଦର୍ଶନ ସଂସାର ଦୁଃଖମୟ, ସୁଖର ଅନ୍ୱେଷଣ ସମୟକ୍ରମେ କାମନାର ରୂପ ନିଏ। ସୁଖ ଖୋଜୁ ଖୋଜୁ, ସୁଖ ଖୋଜି ଚାଲୁ ଚାଲୁ ମଣିଷର ଗୋଟେ କାମନା ଜାତ ହୁଏ। ଗୋଟେ ମଣିଷ ପରିକଳ୍ପନା କରେ, ମୋର ଏଇଆ ଦରକାର, ସେଇଆ ଦରକାର। ତେଣୁ ବୁଦ୍ଧ କହିଲେ କାମନାର ବିନାଶରେ ଦୁଃଖର ବିନାଶ। ଏହି କାମନା ହିଁ ଦୁଃଖର କାରଣ। ହିନ୍ଦୁ ଦର୍ଶନ ଏହାର ବିପରୀତ। କାମନା ଯଦି ଅଛି, ଦୁଃଖ ନିଶ୍ଚୟ ଭୋଗିବାକୁ ପଡ଼ିବ। ଆମକୁ ଏହା କରିବାକୁ ପଡ଼ିବ, ସେୟା କରିବାକୁ ପଡ଼ିବ। ଆଜିକା ଡେଟ୍ରେ ହେଉଛି ଉଚ୍ଚାଭିଳାଷୀ ଲୋକ ଆମେ ସବୁ। ମଣିଷ ଯେତେ ଶିକ୍ଷିତ ହେଉଛି, ଯେତେ ଯୁଗ ଆଗକୁ ବଢ଼ୁଛି, ଏ ଏକବିଂଶ ଶତାବ୍ଦୀରେ ସମସ୍ତଙ୍କୁ ଯାହାକୁ ବି ପଚାରିବ, ସେ ଛୋଟକାଟିଆ ଲୋକ ହୁଅନ୍ତୁ, ଗରିବ ହୁଅନ୍ତୁ, ସମସ୍ତଙ୍କର ଗୋଟେ ଉଚ୍ଚାଭିଳାଷୀ ମନ ଅଛି। ଉଚ୍ଚାଭିଳାଷୀ, ମୋର 5 ବିଲ୍ଡିଂ ଘର ତୋଳିବାର ଅଛି, ମୋ ପିଲାକୁ IAS ପଢ଼ାଇବାର ଅଛି, ମୋ ପୁଅକୁ ଡକ୍ଟର ପଢ଼ାଇବାର ଅଛି, ମୋ ଝିଅକୁ ଇଞ୍ଜିନିୟରିଂ ପଢ଼ାଇବାର ଅଛି, ମୁଁ ଗୋଟେ ବଡ଼ କାର୍ କିଣିଛି, OMW କାର୍ କିଣିବ, ଏସବୁ BMW କାର୍, ଏସବୁ ଜିନିଷ ଆମେ ଯେଉଁ ଉଚ୍ଚାଭିଳାଷ ରଖିଛନ୍ତି, ଏଇସବୁ ଆମକୁ ଦୁଃଖ ଦେଉଛି। ଆପଣ କହିବେ ଆଜ୍ଞା ବଞ୍ଚିବା କେମିତି? ଆଶା ରଖିବା ଦରକାର, ଉଚ୍ଚାଭିଳାଷ ରଖିବା ଦରକାର। କିନ୍ତୁ ଉଚ୍ଚାଭିଳାଷ ଆପଣଙ୍କୁ ଯେତେବେଳେ ଅଭିଳାଷକୁ ନିଶ୍ୱାସ ମାରିବାକୁ ଦେବନି, ଶାନ୍ତି ଦେବନି, ସେଟା କି ଉଚ୍ଚାଭିଳାଷ? ଆପଣ ଶାନ୍ତିରେ ଶୋଇପାରିବେନି, କୋଟି କୋଟି ଟଙ୍କା ରଖିଥିବେ, ଶାନ୍ତିରେ ଖାଇପାରିବେନି, ଆପଣ କି ଉଚ୍ଚାଭିଳାଷ ରଖିଛନ୍ତି ଏଇଠି? ତେଣୁ ପ୍ରଥମେ ନିଜେ ଖୁସି ରହିବା ଦରକାର। ଆମେ ଏତେ କାମନା ବିଳାସୀ, ଏତେ ଉଚ୍ଚାଭିଳାଷୀ, ଆମ ନିଜର ସ୍ଥିତି ମାନେ ପୁରା ଦୁରାବସ୍ଥା ହେଇଯାଉଛି ଆମର ଅବସ୍ଥା। ସେଇଥିରେ ଆମେ କହୁଛନ୍ତି ଆମେ ଏଇଆ କରିବା, ଆମେ ସେଇଆ କରିବା। କ'ଣ କରିଦେବେ ଆପଣ? ଆପଣ ଜୀବନଟା ଗୋଟେ କ୍ଷଣିକ, ଗୋଟେ ନିମିଷକେ ଚାଲି ଯାଇପାରେ। ଆପଣ କୋଟି କୋଟି ଟଙ୍କା ରଖିଛନ୍ତି, କିଛି ଲାଭର ଅଛି ସେଟା? କିଛି କାମରେ ଆସିବ ସିଏ? ଆପଣ ଟଙ୍କା ସୁରକ୍ଷିତ ନା ନାହିଁ, କୋଟି କୋଟି ଟଙ୍କା ରଖିଛନ୍ତି କିନ୍ତୁ ଶାନ୍ତିରେ ଶୋଇପାରିବେନି। ଅଥଚ ଗୋଟେ ସାଧାରଣ ଚାଷୀଟିଏ, ଖଟିଆ ଲୋକ ଶୋଇପଡ଼ିବ ଶାନ୍ତିରେ ତାଙ୍କ ଘର ଦାଣ୍ଡରେ, ତାକୁ ନିଦ। କିନ୍ତୁ ତେଣୁ କିଛି ଲୋକ ନିଦ କିଣିବାକୁ ପଡ଼େ, କିଛି ଲୋକ ତେଣୁ କଥା କୁହାଯାଏ, ନିଦକୁ ଜାଣେ ଲଟା ବୁଦା, ଭୋକକୁ ଜାଣେ କଞ୍ଚା ଓଦା। ଆମ ଲୋକଙ୍କୁ ନିଦ କିଣିବାକୁ ପଡ଼େ, ବଡ଼ ବଡ଼ ଲୋକଙ୍କୁ ନିଦ କିଣିବ, ନିଦ ହୁଏନି ତାଙ୍କୁ। ସେ ଡଲବ ଗଦିରେ ଶୋଉଛନ୍ତି, ନିଦ ହୁଏନି ତାଙ୍କୁ। ତେଣୁ ଦୁଃଖର ବିନାଶରେ କ'ଣ କହିଲେ? ସୁଖର ଅନ୍ୱେଷଣ ସମକ୍ରମେ କାମନାର ରୂପ ନେଇ, ଏହି କାମନା ହିଁ ଦୁଃଖର କାରଣ ଅଟେ। ହିନ୍ଦୁ ଦର୍ଶନ ଏହାର ବିପରୀତ, ଜଗତ ଆନନ୍ଦର ମହାଯଜ୍ଞ। ଏହାର ବିପରୀତ କ'ଣ? ଜଗତ ଆନନ୍ଦର ମହାଯଜ୍ଞ। ଦୁନିଆ କେବେ ଆନନ୍ଦ ଦେଇନି ଆଜ୍ଞା। ଦୁନିଆ ଆପଣଙ୍କୁ ଖୁସି ଦେବନି ଆଜ୍ଞା। ଖୁସିଟା ଆପଣଙ୍କ ଭିତରୁ ବାହାରିବାକୁ ପଡ଼ିବ, ତେବେ ଆପଣ ଖୁସି ହେବେ। କିଏ ଆପଣଙ୍କୁ ହସକୁ ଚୁଟକୁଲା କହିଦେଲା, କିଏ ଆପଣଙ୍କୁ ଟଙ୍କା ଦେଇଦେଲା, କିଏ ଆପଣଙ୍କୁ ହସେଇ ଦେଲା, କିଏ ଆପଣଙ୍କୁ ଡୋନେସନ୍ ଦେଇଦେଲା, କିଏ ଆପଣ ବଡ଼ ଜିନିଷ ପାଇଗଲେ, ସେଇଟା ଆପଣଙ୍କୁ ଅଳ୍ପ ସମୟ ପାଇଁ ଖୁସି। ଖୁସିଟା ଭିତରୁ ଆସେ। ଖୁସି ଆପଣଙ୍କ ଅନ୍ତରରୁ ସେଇଟା ପ୍ରବାହିତ ହେବା ଦରକାର। ଖୁସିଟା ହେଲେ ଆପଣ ଖୁସି ରହିପାରିବେ। ଆପଣ ପାଆନ୍ତୁ ନ ପାଆନ୍ତୁ, ହରାନ୍ତୁ ଜିତନ୍ତୁ, ଯାହା ହେଉଛନ୍ତି ହୁଅନ୍ତୁ, ତେବେ ଆପଣ ଖୁସି ରହିବେ। ଆପଣଙ୍କ ଭାବନାରୁ ଖୁସି ଆସିବା ଦରକାର। ଆପଣ ଆମେ ହେଉଛନ୍ତି ସେ କପିଲ ଶର୍ମା ଶୋକୁ ଯାଇକି ହସିଦେଲେ, ବୟ ହସିଦେଲେ ଆମେ ଖୁସି? ନାଇଁ ନାଇଁ ନାଇଁ, କିଏ ହସେଇଦେଲେ ଆପଣ ହସିଦେବେ, ସେ ଅଧଘଣ୍ଟା ଖୁସି। ସେ ଖୁସି ସେତେବେଳେ ଆସିବ ଆପଣଙ୍କ ଭିତରୁ, ଖୁସିଟା ଜାତ ହେବା ଦରକାର, ହେଲେ ଆପଣ ଖୁସି ରହିପାରିବେ। ତେଣୁ ହିନ୍ଦୁ ଦର୍ଶନ କହୁଛି ୟାର ବିପରୀତ, ଜଗତ ଆନନ୍ଦର ମହାଯଜ୍ଞ। ତେଣୁ ଶାସ୍ତ୍ର କହିଛି ପରା, ଏ ସାରା ସଂସାରକୁ ଦେଖ, ସବୁ ଈଶ୍ୱରଙ୍କ ସୃଷ୍ଟି, କି ସୁନ୍ଦର ଆହା, କି ଆନନ୍ଦମୟ। ଏଇ ବିଶାଳ ସଂସାର ପରା, ଏଇ ବିଶାଳ ସଂସାର, ଏ ବିଶାଳ ସଂସାର କେଡ଼େ ଆନନ୍ଦ, କେଡ଼େ ଖୁସିର ଜିନିଷ। ଅଥଚ ଆମେ ଖୁସି ପାଉଛନ୍ତି? ଆମେ ଆନନ୍ଦ ପାଉଛନ୍ତି? ଆମକୁ ଖାଲି କାମନା ଲାଗିଛି, ଆମକୁ ଏଇଆ କରିବା, ସେଇଆ କରିବା, ଇଏ କରିବା, ଘର କରିବା, କୋଠା କରିବା, ବାଡ଼ି କରିବା। ମୁଣ୍ଡ ଗୁଞ୍ଜିବ ଗଣ୍ଡେ ଥାନ, ପିନ୍ଧିବ ଗଣ୍ଡେ, ଖାଇବ ଗଣ୍ଡେ ଦାନା, ପିନ୍ଧିବ ଗଣ୍ଡେ କନା, ଥିଲେ ସେଇ ଢେରେ, ସେଇ ଢେରେ। ଜଗତ ଆନନ୍ଦର ମହାଯଜ୍ଞ। ଆନନ୍ଦ ଅନ୍ୱେଷଣରେ ନିହିତ ଜୀବନର ସାର୍ଥକତା। ହସକୁ ପ୍ରାଣୀକି ଦିଆହେଇନି ଆଜ୍ଞା।
ହସ କେବଳ ମଣିଷ ହିଁ ହସିପାରିବ। ହସ ମଣିଷ ଛଡ଼ା ଆଉ ଦୁନିଆରେ ବା ଜଗତରେ ୱାର୍ଲଡ଼ରେ ପୃଥିବୀରେ କୌଣସି ପ୍ରାଣୀକି ହସର ବରଦାନ ମିଳିନାହିଁ। ଆପଣଙ୍କର ମନେ ଯେଉଁ ଛୋଟିଆ କଥା ତ କହୁଛି, ଗୋଟେ ଗାଈ ଅର୍ବିଟ ନା କ'ଣ ଗୋଟେ ଆଡ଼ଭର୍ଟାଇଜ୍ ଦିଅନ୍ତି ଟିଭିରେ। ଏବେ ସେ ଗୋଟେ ଆଡ଼ଭର୍ଟାଇଜ୍ ଆସୁନି, ଅଭିଜ୍ଞ ପିଲାମାନେ ସେ ଜାଣିନଥିବେ। ସେ ଗାଈ ସେ ଅର୍ବିଟ ଚୋବେଇଲା ବେଳକୁ ତା ଦାନ୍ତ ମେଲିଦେବ, ତ ହସୁଛି ସିଏ। ଗୋଟେ ବଡ଼ ମଜାଳିଆ ଆଡ଼ଭର୍ଟାଇଜ୍ ଥିଲା ସିଏ। ତ ହସ କେବଳ ମଣିଷକୁ ହିଁ ବରଦାନ ହିସାବରେ ପ୍ରଭୁ ଦେଇଛନ୍ତି। ମଣିଷ ଛଡ଼ା କୌଣସି ପଶୁ ପକ୍ଷୀ ପ୍ରାଣୀ ହସି ପାରିବେ ନାହିଁ। ତେଣୁ ଆନନ୍ଦ ଅନ୍ୱେଷଣରେ ନିହିତ ଜୀବନର ସାର୍ଥକତା। ହେଲେ ସେ ଆନନ୍ଦ କିଏ ଖୋଜୁଛି? ଆନନ୍ଦ ଆମର ଚାଲିଛି ମୋବାଇଲରେ, ରିଲରେ। ଆନନ୍ଦ ଖୋଜା ଚାଲିଛି ପୋର୍ନୋଗ୍ରାଫିରେ। ଆନନ୍ଦ ଖୋଜା ଚାଲିଛି ଫିଲ୍ମରେ। ଏଇଥିରେ ଆନନ୍ଦ ମିଳିବ? ଏଥିରେ ଆନନ୍ଦ ମିଳିବ କି? କବିଗୁରୁ ରବୀନ୍ଦ୍ରନାଥଙ୍କ ଜଗତେ ଆନନ୍ଦ ଯଜ୍ଞ ଆମର ନିମନ୍ତ୍ରଣ, ଧନ୍ୟ ହାଲୋ ମାନବ ଜୀବନ। ଜଗତେ କେବଳ ଜନ ହସିବ ପରା, ଏଇ ତ ଫଳ। ଆଉ କ'ଣ? ଆମେ ଆନନ୍ଦ କେଉଁଥିରେ ଖୋଜିବାଟା ସେଇଥିରେ ଖୋଜୁନାହାନ୍ତି ଆମେ ଆନନ୍ଦ। ମୁଁ ସେଥିପାଇଁ ମୂଳରୁ କହିଲି ଆନନ୍ଦ ଭିତରୁ ଆସେ, ବାହାରୁ ଆନନ୍ଦ ଖୋଜିଲେ ପାଇବେନି। ମୋବାଇଲରେ ଆପଣ ଆନନ୍ଦ ଖୋଜୁଛନ୍ତି ପାଇବେନି। ଘଣ୍ଟାଏ ଫିଲ୍ମ ଦେଖିଲେ କି 2 ଘଣ୍ଟା ଫିଲ୍ମ ଦେଖିଲେ କି କାହା ସହିତ ଗୋଡ଼ା ଗପି ଦେଲେ ସେଇଥିରେ ଆନନ୍ଦ ସବୁ ହେଇଯାଏ, ମିଳିଯାଏନି। ଆନନ୍ଦ ଆପଣଙ୍କୁ ଭିତରୁ ମିଳିବା ଦରକାର। ଭିତରୁ ମିଳିବ କ'ଣ? ଭିତରେ ଆପଣ ସେତିକି ସାତ୍ଵିକ ଚିନ୍ତାଧାରାର ଲୋକ ହେବାକୁ ପଡ଼ିବ। ସେଥିପାଇଁ ଚିନ୍ତନ ମନନର ଆବଶ୍ୟକତା ଅଛି। ଆପଣ ସେତିକି ଚିନ୍ତନ ମନନ କରିବାକୁ ପଡ଼ିବ ଆପଣଙ୍କୁ। ସେତିକି ଧ୍ୟାନ କରିବାକୁ ପଡ଼ିବ। କ'ଣ ଧ୍ୟାନ କରିବେ? ଆପଣ କହିବେ କ'ଣ ଧ୍ୟାନ କରିବୁ ଆଜ୍ଞା? ଆମ ସକାଳ ବେଳେ ଚିନ୍ତା ଅଛି, କୁଆଡ଼େ ଧାଇଁବୁ, କୁଆଡ଼େ 2 ପଇସା। ଠିକ୍ ଅଛି, ଜୀବନ ବଞ୍ଚିବା ହିଁ ଗୋଟେ ବଡ଼ ପାପ ଆଜ୍ଞା। ଜୀବନ ବଞ୍ଚିବା ହିଁ ଗୋଟେ ପାପ। ସକାଳୁ ଉଠିଲେ ମୁଁ କାହାର ବେକ କାଟିବି, କାହାର ମୁଣ୍ଡ କାଟିବି, କାହାଠୁ ଚୋରେଇକି ଆଣିବି, କାହାଠୁ ଠକିକି ଆଣିବି, ଏଇଟା ତ ଗୋଟେ ବଡ଼ ପାପ। ଜୀବନ ବଞ୍ଚିବା ହିଁ ଗୋଟେ ବଡ଼ ପାପ। ଏ ଜୀବନ ବଞ୍ଚିବାରେ ତ ଆମେ ଅନେକ ପାପ କରୁଛନ୍ତି। ସେଥିରେ କି ସାତ୍ଵିକ, କି ଆତ୍ମିକ, କି ଜାଗତିକ, କି ଚିନ୍ତନ, କି ଆଧ୍ୟାତ୍ମିକ କ'ଣ ହେବେ ଆପଣ? ଜୀବନ ବଞ୍ଚିବାଟା ହିଁ ଗୋଟେ ବଡ଼ ପାପ। ସକାଳୁ ଉଠିଲେ ଆପଣ ଖାଇବା ଦରକାର, ଇଏ ଦରକାର। ଗରିବ ଦୁନିଆ ଲୋକଙ୍କର ଦୁନିଆ ଚିନ୍ତା ଲାଗିଛି। ଆଉ ଗରିବ ଯେତିକି ଠକମିଛ କରୁନାହାନ୍ତି, ସେତିକି ଶିକ୍ଷିତ କରୁଛନ୍ତି। ଛନ୍ଦ ମିଛ କପଟ ମାୟା। ତେଣୁ ମାନବ ଜୀବନ ଜୀବନାନନ୍ଦର ମହାମନ୍ତ୍ର। ଏସବୁ ଆନନ୍ଦ କେଉଁଥିରୁ ମିଳେ? ଆନନ୍ଦ ଭିତରୁ ଖୋଜିବାକୁ ପଡ଼େ। ତୁମ ଅନ୍ତରରୁ ଆନନ୍ଦ ଆସିବା ଦରକାର। ତୁମ ଚିନ୍ତା ଚେତନା, ତୁମର ଚେତନା ସେଇ ଲେଭେଲକୁ ପହଞ୍ଚିବା ଦରକାର। ହେଲେ ତୁମକୁ ଖୁସି ମିଳିବ। କିଏ ଆପଣ ଚୁଟକୁଲା କହିଦେଲା, ଅଧଘଣ୍ଟା ହସେଇ ଦେଲା, କି ଆପଣ 4ଟା ସାଙ୍ଗ ମିଶି ପଡ଼ିଲେ, ବସି ପଡ଼ିଲେ, ଅଧଘଣ୍ଟା ହସିଦେଲେ, ଠିକ୍ କଥା, ରିଫ୍ରେଶ ହେବା ଦରକାର ମାଇଣ୍ଡ। କିନ୍ତୁ ଆନନ୍ଦଟା 24 ଘଣ୍ଟା ଆପଣ ମନେ କେମିତି ହସିବେ? ଆପଣଙ୍କ ଭିତରୁ ଆପଣ ହସିବାକୁ ପଡ଼ିବ, ହେଲେ ଆପଣ ଖୁସିରେ ରହିପାରିବେ। ସେ ଭିତରୁ ଆନନ୍ଦ ଖୋଜିବାକୁ ଗଲେ ଆପଣଙ୍କୁ ଆଧ୍ୟାତ୍ମିକବାଦୀ ହେବାକୁ ପଡ଼ିବ। ନିଜକୁ ଖୋଜିବାକୁ ପଡ଼ିବ, ଈଶ୍ୱରଙ୍କୁ ଖୋଜିବାକୁ ପଡ଼ିବ। ଈଶ୍ୱରଙ୍କୁ ଖୋଜିବା ଦରକାର ନାହିଁ, ଈଶ୍ୱର ସବୁଠି ଅଛନ୍ତି। ଆପଣଙ୍କ ଭିତରେ ଆପଣ ଈଶ୍ୱର ଖୋଜନ୍ତୁ। ଆପଣଙ୍କ ଅନ୍ତର ଭିତରେ ଆପଣ ଖୋଜନ୍ତୁ ଈଶ୍ୱର କେଉଁଠାରେ। ଈଶ୍ୱର ସବୁ ମନ୍ଦିର ଅଛନ୍ତି, ମସଜିଦ ଅଛନ୍ତି, ଗୁରୁଦ୍ୱାର ଅଛନ୍ତି, ଗିର୍ଜାରେ ଅଛନ୍ତି, ସବୁଠି ଅଛନ୍ତି ଈଶ୍ୱର। କିନ୍ତୁ ଆପଣ ଭିତରେ ତାର ସନ୍ଧାନ ପାଆନ୍ତୁ ପରା। ଭିତର ସନ୍ଧାନ ପାଇବାକୁ ପଡ଼ିବ, ତେବେ ସେ ଆକ୍ଟିଭେଟ୍ ହେବ। ସିମ୍ଟା ଆକ୍ଟିଭେଟ୍ ହେଲେ ଆପଣଙ୍କ ଖୁସି ଆରମ୍ଭ ହେବ। ସେଠୁ ସିମ୍ ଡିଆକ୍ଟିଭ୍ ହେଇକିରି ପଡ଼ିଛି, ଆପଣ ସିମ୍ଟାକୁ ଆକ୍ଟିଭେଟ୍ କରନ୍ତୁ, ତାପରେ ନେଟୱାର୍କ ଆସିବ, ତାପରେ ଆପଣ ଖୁସିରେ ହସିବେ। ଆଉ କ'ଣ? ହିନ୍ଦୁ ଦର୍ଶନର ଭିତ୍ତି ଜୀବନରେ ଅମରତ୍ୱର ସନ୍ଧାନ। ବାସ୍, ସେଥିପାଇଁ ସିନା ସ୍ୱଭାବ କବି ଗଙ୍ଗାଧର କହନ୍ତି, ମୁଁ ତ ଅମୃତ ସାଗର ବିନ୍ଦୁ। ଅହମ୍ ବ୍ରହ୍ମସ୍ମି ପୁରା, ଅହମ୍ ବ୍ରହ୍ମସ୍ମି। ଆମେ ସମସ୍ତେ ବ୍ରହ୍ମାଙ୍କର ଗୋଟେ ଅଂଶ। ମଣିଷ ଏମିତି ଅଚାନକ ଗୋଟେ ଜନ୍ମ ହେଇଯାଇନି ଦୁନିଆରେ। ଆମେ ଏମିତି ଗୋଟେ ଦୈବ ମାନେ କ'ଣ ଗୋଟେ ସଡନ୍ ଜନ୍ମ ହେଇନାହିଁ, ଆସିନାହାନ୍ତି ଦୁନିଆକୁ। ଆମକୁ କିଏ ଗୋଟେ ପଠେଇଛି। ସେ ସମଥିଙ୍ଗ ଇଜ୍ ଦେୟାର, ସମୱାନ୍ ଇଜ୍ ଦେୟାର। ଏ ସାରା ସଂସାରକୁ ଦେଖିଲେ ଆପଣ ବୁଝିବେ, ସମୱାନ୍ ଇଜ୍ ଡିଜାଇନର ଇଜ୍ ଦେୟାର। ଗୋଟେ ଡିଜାଇନର ଅଛି ଯିଏକି ଚଲାଉଛି ଏସବୁ। ଏ ଋତୁ କାଳ, ଦିନ ରାତି, ଦିନ 24 ଘଣ୍ଟା ପୃଥିବୀ ବୁଲୁଛି, ସବୁ ଠିକ୍ଠାକ୍ ଚାଲିଛି। ବର୍ଷା ଖରା ପାଣି ପବନ ସବୁ ଠିକ୍ଠାକ୍ ଚାଲିଛି। କେମିତି ଏତେ ସିଷ୍ଟମାଟିକ୍ ଚାଲୁଛି? ତା ପାଇଁ କିଏ ଗୋଟେ ଡିଜାଇନର ଅଛି। ସେଇ ଜିନିଷକୁ ବୁଝିବାକୁ ପଡ଼େ। ଆପଣ ବୁଦ୍ଧିଜୀବୀ ହେଇଛନ୍ତି, ମଣିଷ ଗୋଟେ ବୁଦ୍ଧିଜୀବୀ ହେଇକିରି ଏତେ ସବୁ ଜିନିଷ କରିପାରୁଛି, ତାହେଲେ ଈଶ୍ୱର ବୋଲି ଜଣେ ଅଛି ନା ନାହିଁ? ସେଇ ଜିନିଷ ତ ମୂଳରୁ କହିଲେ ଆସ୍ଥା ଓ ଆଶା। ଏ ଆସ୍ଥା ଆପଣ କାହା ଉପରେ ରଖୁଛନ୍ତି? ଏ ବିଜ୍ଞାନ ଆଜି ଢେର ଆଗକୁ ଚାଲିଛି। ତେଣୁ ବିଜ୍ଞାନ କହୁଛି କୋଉ ଈଶ୍ୱର ବିଶ୍ୱର କିଛି ନାହିଁ। ଛାଡ଼ ସେ ଈଶ୍ୱର କଥା। ଏବେ ସବୁ ନାସ୍ତିକବାଦ ମାନଙ୍କର ସଂସାର ଚାଲିଛି।
ବିଭିନ୍ନ ଦେଶରେ ମାନବତାବାଦର ପ୍ରଚାର ଚାଲିଛି। ହ୍ୟୁମାନିଟି, ମାନବତାବାଦର ପ୍ରଚାର ଚାଲିଛି। ମାନବତା ହିଁ ଶ୍ରେଷ୍ଠ ଧର୍ମ, ମାନବ ସେବା ହିଁ ଠିକ୍ କଥା, ମାନବ ସେବା ହିଁ ଠାକୁର ସେବା। କିନ୍ତୁ ଈଶ୍ୱର ବିଶ୍ୱାସ ଗୋଟେ ରହିବା ଦରକାର ନା ନାହିଁ। ମଣିଷ ଗୋଟେ ଆତ୍ମିକ ଜୀବ, ତା ଭିତରେ ଗୋଟେ ଆତ୍ମା ଅଛି। ଜୀବନ ଉପରେ ଆସ୍ଥା ହିଁ ବଞ୍ଚିବାର ରାହା। ଆମ ଜୀବନ ଉପରେ ଆସ୍ଥା ରଖିବାକୁ ପଡ଼ିବ। ଜୀବନ ଆଇଛି ଯଦି ଜୀବନ ବୋଲି ଗୋଟେ ଜିନିଷ ଅଛି, ଗୋଟେ ଆତ୍ମା ଅଛି। ଏ ନିଶ୍ୱାସ ପ୍ରଶ୍ୱାସ ଏମିତି ଆସୁନି, ଏମିତି ପଳଉନି। ମୁଁ ସେଥିପାଇଁ ମୂଳରୁ କହିଲି, ଜନ୍ମ ହେଲା ପରେ ଛୁଆଟେ ନ କାନ୍ଦିଲେ ଆମେ କହୁଛନ୍ତି ଏ ଛୁଆଟା ବୋଧେ ମରିଯାଇଛି ନା କ'ଣ। କାନ୍ଦିଲେ ସେ କହୁଛନ୍ତି ଆମେ ବଞ୍ଚିଛନ୍ତି, ନହେଲେ ଫୁଙ୍କିବାକୁ ପଡ଼େ, ତା ପାଟିରେ ଇଏ ସିଏ କରିବାକୁ ପଡ଼େ। ଜୀବନ ଉପରେ ଆସ୍ଥା ହିଁ ବଞ୍ଚିବାର ରାହା। এই ଆସ୍ଥା ସତ ପରାଜୟକୁ ବିଜୟରେ ରୂପାନ୍ତରିତ କରିପାରେ। ଓଲ୍ଡ ମ୍ୟାନ୍ ଆଣ୍ଡ ଦି ସି ଉପନ୍ୟାସରେ ବୃଦ୍ଧ ସାଣ୍ଟିଆଗୋ ମାଧ୍ୟମରେ ଏମନ୍ତ ସନ୍ଦେଶ ଦିଅନ୍ତି। ଅର୍ଣ୍ଣଷ୍ଟ ହେମିଙ୍ଗୱେ କ୍ରମାଗତ ପରାଜୟ ସତ୍ତ୍ୱେ ଜୀବନ ଉପରେ ଆସ୍ଥା ହରାନ୍ତି ନାହିଁ ସାଣ୍ଟିଆଗୋ। ହାରିବାର ଅନ୍ୟ ନାମ ହିଁ ଜିତିବା। ତେଣୁ ଆମେ କଥାରେ କୁହନ୍ତି ଫେଲର ଇଜ୍ ଦ ପିଲର ଅଫ୍ ଦି ସକ୍ସେସ୍। ହାରିବାରେ ହିଁ ଜିତିବାର ସୂକ୍ଷ୍ମ ସୂତ୍ରଟେ ଅଛି। ତେଣୁ ସେ ଆମର ବହୁତ ବଡ଼ ବୈଜ୍ଞାନିକ, କ'ଣ ତାଙ୍କ ନାଁ ତ କ'ଣ ତାଙ୍କ ନାଁ, ଯିଏ ବଲ୍ବ ଉଦ୍ଭାବନ କରିଥିଲେ, 999 ଫେଲ୍ ହେଇଥିଲେ, 1000 ନମ୍ବର ସେ ଆବିଷ୍କାର କଲେ। ସେଠି ସେଠି ବୈଜ୍ଞାନିକ ଅଛନ୍ତି ଯେଉଁମାନେ କେତେ ଫେଲର ଦେଇକି ଗତି ନ କରିଛନ୍ତି। ଆଜି ଆମେ ଯେତିକି ସୁଖ ଦେଖୁଛନ୍ତି, ସେ ମୋବାଇଲ ହେଉ କି କମ୍ପ୍ୟୁଟର ହେଉ କି ଟେଲିଭିଜନ ହେଉ କି କାର୍ ହେଉ କି ଯେତେ ସବୁ ଉଦ୍ଭାବନ ଆମ ଜୀବନକୁ ଏତେ ସୁଖମୟ କରୁଛି ବିଜ୍ଞାନ, ଆଜି ସେସବୁ ଏମିତି ହଠାତ୍ ହେଇଯାଇନି କି ଗୋଟେ ମୁହୂର୍ତ୍ତରେ ହେଇଯାଇନି। ଯେତେ ଔଷଧ ପତ୍ର ସବୁ ଜିନିଷ ଦେଖୁଛନ୍ତି ଆପଣ ରୋଗ ବୈରାଗ ପାଇଁ, ଏସବୁ ହଠାତ୍ ହେଇଯାଇନି। ତା ପାଇଁ କେତେ ସାଧନା, କେତେ ପରିଶ୍ରମ, କେତେ ତ୍ୟାଗ, ଗୋଟେ ପରେ ଗୋଟେ ବୈଜ୍ଞାନିକ ପରେ ଗୋଟେ ବୈଜ୍ଞାନିକ, ପିଢ଼ି ପରେ ପିଢ଼ି ରିସର୍ଚ୍ଚ ହେଇକି ଆଜି ଆମେ ଏ ସ୍ତରରେ ଆସି ପହଞ୍ଚିଛନ୍ତି। ସେତିକି ଭିତରେ କେତେ କ୍ଷୟକ୍ଷତି ହେଇଛି, କେତେ ପରାଜୟ ହେଇଛି, କେତେ ମନସ୍ତାପ, କେତେ ଦୁର୍ଘଟଣା, କେତେ କ'ଣ ନ ହେଇଛି, ସେ କଥା ଆପଣ ଜାଣୁଛନ୍ତି ନା ମୁଁ ଜାଣୁଛି। ଶେଷରେ ଯେ ବିଜୟ ଲାଭ କରନ୍ତି। କେତେ ବୈଜ୍ଞାନିକ କେତେ କ'ଣ ଆଧ୍ୟାତ୍ମିକ ଅଧ୍ୟୟନ କେତେ କ'ଣ କରିକି ଯାଇଛନ୍ତି। ଦୁନିଆ ଆଜି ଏତେ ସୁଖମୟ ହେଇଛି, ସେ ସୁଖମୟ ହେବାରେ ହିଁ ଆମର ସବୁ ଦୁଃଖମୟ ହେଇଛି। କାହିଁକିନା ଆମ ହାତ ପାହାନ୍ତାରେ ସବୁ ହେଇଯାଉଛି ପରା, ସବୁ ଆମ ହାତ ପାହାନ୍ତାରେ ସବୁ ହେଇଯାଉଛି। ଆମେ ଫୋନ୍ କଲେ ଜୋମାଟୋରେ ଖାଦ୍ୟ ପଳେଇ ଆସିବ, ଖାଇବା ପଳେଇ ଆସିବ, ଫ୍ଲିପକାର୍ଟ, ମେସୋ, ଦୁନିଆ ଆପ୍ରେ ଆମର ଜିନିଷ ପଳେଇ ଆସିବ, ମେଡ଼ିସିନ ପଳେଇ ଆସିବ ଆପ୍ରେ ଅର୍ଡ଼ର ଦେଲେ, ରାସନ ଜିନିଷ ପଳେଇ ଆସିବ ଅର୍ଡ଼ର ଦେଲେ। ଏ ସବୁ ଯେଉଁ ସୁଖମୟ ହେଇଯାଉଛି, ସେଇଥିରେ ହିଁ ଆମର ସର୍ବନାଶ ହେଉଛି। ତେଣୁ ହେମିଙ୍ଗୱେଙ୍କ ବାର୍ତ୍ତା କେଡ଼େ ବାସ୍ତବବାଚକ ସତ୍ୟ। ତାଙ୍କ ବିଚାରରେ ମଣିଷ ପରାଜିତ ହେବା ପାଇଁ ଜନ୍ମ ହୋଇନାହିଁ, ପ୍ରତିଟି ଆସନ୍ତାକାଲି ଗୋଟେ ନୂଆ ଆସନ୍ତାକାଲି, ନୂଆ ଆଶାର ଆଲୋକ ନେଇ ଆସିବ ପରା। ଆଶା ବିନା ମଣିଷ ଆଗକୁ ବଞ୍ଚିପାରିବ ନାହିଁ। ଏ ହାରିବା ଜିତିବାରେ ହିଁ ଯେଉଁ ସଂଘର୍ଷ ତାର ଚାଲିବ, ସେଇଥିରେ ଜୀବନଟା ବଡ଼ ମଜା ଆସିବ। ମଣିଷ ପରାଜିତ ହେବା ପାଇଁ ଜନ୍ମ ହୋଇନାହିଁ, ପ୍ରତିଟି ଆସନ୍ତାକାଲି ଗୋଟେ ନୂଆ ଆଶାର ଆଲୋକ ବା ନୂଆ ଆସନ୍ତାକାଲି ହେଇକି ଆସିବ। ପ୍ରତି ମୁହୂର୍ତ୍ତ କିଛି ନୂଆ ଆଣିବାର ସମ୍ଭାବନା ଅଛି ପରା। ପ୍ରତି ମୁହୂର୍ତ୍ତରେ ମଣିଷ ଜୀବନ କିଛି, ତେଣୁ କୁହାଯାଏ ଲାଇଫ୍ ଇଜ୍ ଫୁଲ୍ ଅଫ୍ ଅପରଚ୍ୟୁନିଟି, ୱାର୍ଲଡ ଇଜ୍ ଫୁଲ୍ ଅଫ୍ ଅପରଚ୍ୟୁନିଟି। ସୁବର୍ଣ୍ଣ ସମାହାର, ଏଇଟା ସୁବର୍ଣ୍ଣ ସୁଯୋଗର ସମାହାର। କିଛି ନୂଆ ନିଶ୍ଚୟ ହେଇଯାଇପାରିବ। ଆପଣ ମନେ ଥିବ ଅବ୍ରାହମ ଲିଙ୍କନ ସବୁ ଇଲେକ୍ସନ ହାରି ଚାଲିଲେ, ରାଷ୍ଟ୍ରପତି ଇଲେକ୍ସନ ଜିତିଗଲେ। ଏମିତି ଅନେକ ଗୁଡ଼ାଏ ମହାମନୀଷୀଙ୍କର କଥା ଆମେ କହିପାରିବା। ଜୀବନର ବହୁତ ବିଫଳତା ସ୍ୱାଦ ଚାଖିଛନ୍ତି, ଲାଷ୍ଟ ମୋମେଣ୍ଟରେ ସେମାନେ ଜିତିଛନ୍ତି। ଏହା ହିଁ ଯିବାର କଳା, ଏହା ହିଁ ଯିବାର କଳା। ଆଶା କେବେ ଛାଡ଼ିବାକୁ ହବନି। ଓ ହେନରୀଙ୍କ ଦି ଲାଷ୍ଟ ଲିଫ୍ ଗଳ୍ପଟି ସେହିପରି ଆଶାର ନୃତ୍ୟ ଉଦ୍ଭାସ। ଯୁକ୍ତରାଷ୍ଟ୍ର ଆମେରିକାର ଏହି ସହର ଉପଖଣ୍ଡରେ ରହୁଥିଲେ ଦୁଇ ଜଣ ତରୁଣୀ, ଶିଳ୍ପୀ ସୁ ଓ ଜନ୍ସି। ତାହା ନିମୋନିଆ ମହାମାରୀ ସମୟର କଥା। ଜନ୍ସି ହଠାତ୍ ନିମୋନିଆରେ ପୀଡ଼ିତ ହେଲା ଏବଂ ତାଙ୍କ ଝରକା ପାଖରେ ଥିବା ଏକ ଦ୍ରାକ୍ଷଲତାରୁ ଶେଷ ପତ୍ରଟି ଝଡ଼ି ପଡ଼ିଲେ ତା ଜୀବନ ଦୀପ ଲିଭିଯିବ ବୋଲି ତା ମନରେ ଏକ ଭ୍ରାନ୍ତ ଧାରଣା ସୃଷ୍ଟି ହେଲା। ଦେଖନ୍ତୁ କିଭଳି ଚିନ୍ତାଧାରା ସବୁ। ସେହି ପରିସରରେ ରହୁଥିବା ବୃଦ୍ଧ ଶିଳ୍ପୀ ବର୍ମନଙ୍କୁ ଏ କଥା ଜଣାଇଲା ସୁ। ତା ପରଦିନ ସକାଳୁ ଝନ୍ସି ଝରକା ଆଡ଼କୁ ଚାହିଁ ଦେଖିଲେ ଯେ ପ୍ରବଳ ତୁଷାରପାତ ସତ୍ତ୍ୱେ ଦ୍ରାକ୍ଷାଲତାର ଶେଷ ପତ୍ରଟି ଝଡ଼ୁନାହିଁ। ଏ ସବୁ କିଛି ୱାର୍ଲଡ ଯାହା ବି ହେଉଛି, ଦୁନିଆରେ ଯାହା ବି ହେଇଛି କି ହେଇ ଆସୁଛି କି ଯାହା ବି ହେବ, ଏଭ୍ରିଥିଙ୍ଗ ଇଜ୍ ଇନ୍ ଆୱାର କନସାଇନ୍ସ। ଆମର ସବୁ ଧାରଣା, ଆମ ସବୁ ଭାବନା, ଥିଙ୍କିଂ, ଥଟ୍ରେ ହିଁ ଚାଲିଛି ଦୁନିଆ। ଏ ଥଟ୍ ଥିଙ୍କିଂ ଧାରଣାରୁ ସବୁ ତିଆରି ହେଇଛି। କିଏ ଭାବିଲେ କିଛି ଗୋଟେ ହୁଏ, ନ ଭାବିଲେ କିଛି ଗୋଟେ ହୁଏ କି? ଭାବନା ହିଁ ସବୁ ଚାଲିଛି।
ତେଣୁ ଛୋଟିଆ ଉଦାହରଣ ମୁଁ ଆପଣଙ୍କୁ ଦେଉଛି। ଜଣେ ବେପାରୀ ଲୋକ ଥିଲା, ସେ ଗୋଟେ ଗାଁକୁ ଯାଇଥାନ୍ତି। ସେ ତାଙ୍କର ଜଣେ ତାଙ୍କର ଗୋଟେ ସହ ବେପାରୀ କି ଯାହା ବି ମୂଲିଆ କି ଯାହା ଥାନ୍ତି, ତାଙ୍କ ପାଖେ ସିଏ ପାହାଡ଼ରେ କାମ କରୁଥିଲେ। କିଏ? ତାଙ୍କ ମୂଲିଆ। ସେ ବେପାରୀ ତାଙ୍କ ପାଖକୁ ଗଲେ, ସେ ମୂଲିଆ ପାଖକୁ। ସ୍ୱଭାବତଃ ସେତେବେଳେ ବର୍ଷା ହେଇଥାଏ, ପାହାଡ଼ ତ ଗୋଟେ ଝୋଡ଼ ଛୋଟିଆ ନାଳଟେ ଯାଉଥାଏ ସେ ପାହାଡ଼ ସାଇଡ଼ରେ। ହେଲେ ଏ ଲୋକଟେ ପଇସା ଅଧିକା ଧରିଛି। କିଏ? ଏ ମାଲିକ। ଏ ଲୋକ ପାଖକୁ ଯେଉଁ ଯାଇଛି, ତା ମୂଲିଆ ପାଖକୁ, ସେ ଲୋକ ଦେଖିଲା ଏ ବୁଢ଼ାଟା ଆଇଛି ଏକୁଟିଆ, ତାକୁ କ'ଣ କାମ ଦାମ ପାଇଁ ଡାକିବାକୁ ନ ଆସିବ, କିଛି କିଛି ଯାହା ତାଙ୍କର ମ୍ୟାଟର ହେଲା ଛାଡ଼। ସିଏ ସୁଯୋଗ ଉଣ୍ଡି ଏକୁଟିଆ ତ ଆସିଛି ବୋଲି ତାକୁ ମାରିଦେଲା ଜୀବନରୁ। କିଏ ମାରିଦେଲା? ଏ ମାଲିକକୁ ତାର ଖାତକଟା ମାରିଦେଲା। ମାରିଦେଇକି ମାରିଦେବା ପୂର୍ବରୁ କିଛି ଗୋଟେ କନଭରସେସନ୍ ହେଇଥିବ। ଏ ମାଲିକ ଜାଣିଗଲା ଯେ ମୋତେ ମାରିଦେବ ବୋଲି, ତେଣୁ ସେ ପାଣି ଧାରରେ ବର୍ଷା ହେଲା ବେଳକୁ ଗୋଟେ ପାଣି ଫୋଟା ବବଲ୍ସ ଯାହାକୁ କୁହନ୍ତି, ବବଲ୍ସ, ଏ ବବଲ୍ସ ଗୁଡ଼ା ହେଇକି ଚାଲୁଥାଏ। ହେଲା ବେଳକୁ ଏ ଲୋକଟା କହିଲା, ଏ ମାଲିକ ସେ ଲୋକକୁ, ହଉରେ ବାବୁ ତୁ ମୋତେ ମାରିଦେବୁ ପରା, ମୋର ଆଉ କେହି ସାକ୍ଷୀ ନାହିଁ ରେ ବାବୁ। ସେତେବେଳେ କିଏ ଅଛି? ପାହାଡ଼ରେ କେହି ନାହିଁ ତା ପାଖରେ, କାହାକୁ ସେ ସାକ୍ଷୀ କରିବ? ସେ କହିଲେ, ବାବୁ ଏ ପାଣି ଫଟକା ମୋର ସାକ୍ଷୀ ରେ ବାବୁ, ପାଣି ଫଟକା ମୋର ସାକ୍ଷୀ। ମାରିଦେଲା ଜୀବନରେ, ମାରିଦେଇ ପୋତି ଦେଲା। ସେ ଲୋକଟାକୁ ପୋତି ଦେଲା। ଘରକୁ ଆସିଲା, କିଏ ଆସିଲା? ଖାତକ ଆସିଲା। ସେ ଲୋକ ତ ମରିଯାଇଛି, କୋଜା ଚାଳ ଚାଲିଲା, ପାହାଡ଼ରେ ମାରିକି ପୋତି ଦେଇଛି। କିଏ ତାକୁ ଯାଇକି ଏବେ କ'ଣ ସିବିଆଇ ଲାଗିଛି, ଯାଇକି ଖୋଳତାଡ଼ କରି ପୋତିବେ, ଖୋଳତାଡ଼ କାଢ଼ିବେ କି? ଲୋକଟା ମରିଗଲା ତ, ହଜିଗଲା ତ, ଆଉ ଯାଇଥିଲା ମରିଗଲା, କିଏ ଦେଖିନାହାନ୍ତି, କିଏ ଜାଣିନାହାନ୍ତି, ଗଲା ସବୁ ତ ଶୂନ୍ୟ, କଥା ସବୁ ଶେଷ, ଆଉ କିଛି ନାହିଁ। ଏମିତି ବହୁତ ଦିନ ପରେ ଗୋଟେ ଘଟଣା କ'ଣ ଘଟିଛି, ଏମିତି ବର୍ଷା ହେଇଛି। ବର୍ଷା ହେଲେ ଏ ଖାତକ ଯିଏ ମାରିଛି ସେ ମାଲିକକୁ, ତାଙ୍କ ଘର ଦାଣ୍ଡ ଦେଇ ପାଣିର ସୁଅ ଯାଉଛି। କ'ଣ ଯାଉଛି? ପାଣିର ସୁଅ ଯାଉଛି। ସେଠି ବବଲ୍ସ ଗୁଡ଼ା ହେଉଛି। ଘଟଣାବଶତଃ କ'ଣ ହେଇଛି, ଏ ଲୋକ ଯେଉଁ ପିଣ୍ଡାରେ ବସି ପାଣିର ସୁଅ ଦେଖୁଛି, କିଏ? ଏ ଯେ ମାରିଛି ସେ ବୁଢ଼ାଟା ମାଲିକକୁ, ତାଙ୍କ ଘର ଆଗରେ ଆଉ ଗୋଟେ ଘର ସାଇଟା ନା ଗାଁଟା ନା ତାଙ୍କର ଗୋଟେ ଲେଡ଼ିଟେ ଠିଆ ହେଇଛି। କିଏ ଠିଆ ହେଇଛି? ଲେଡ଼ିଟେ ଠିଆ। ତାଙ୍କ ଗୋଟେ ଘର ବାହାରିଲା, ତାଙ୍କ ସାମ୍ନା ପଡ଼ୋଶୀ ମହିଳାଟେ ଠିଆ ହେଇଛି। ଏ ଲୋକଟାକୁ ଜଣା ନାହିଁ, ଏ ଖାତକ ଲୋକକୁ ଜଣା ନାହିଁ, ତା ପଛରେ ତା ସ୍ତ୍ରୀ ଅଛି। କିଏ ଅଛି? ତା ସ୍ତ୍ରୀ ଠିଆ ହେଇଛି ଦୁଆର ମୁହଁରେ, ତା ସ୍ତ୍ରୀ। ଏ ଦେଖ, ଇଏ ଖାଲି ପାଣି ସୁଅକୁ ଦେଖିକିରି ଇଏ ମୁଚୁ ମୁଚୁ ହସୁଛି। କ'ଣ ପାଇଁ ହସୁଛି? ବବଲ୍ସ ଗୁଡ଼ା ଯାଉଛି, ବବଲ୍ସ ଗୁଡ଼ା ଯାଉଛି। ହେଲେ ୟା ମନରେ କ'ଣ ଭାବନା ଆସିଲା? ଏ ଭାବନା, ଏ ଲୋକ ଯିଏ ମାରିଛି, ଏ ବବଲ୍ସକୁ ଦେଖେଇକି ସେ ଲୋକ କହିଥିଲା, ସେ ବୁଢ଼ା, ଯିଏ ଥାର ବାବୁ, ଥାର ନାହିଁ, ଏ ବବଲ୍ସ ହିଁ ମୋର, ଏ ପାଣି ଫଟକା ହିଁ ମୋର ସାକ୍ଷୀରେ ବାବୁ, ମୁଁ କାହାକୁ ସାକ୍ଷୀ କରିପାରିବି ନାହିଁ। ଏ ସେଟା ଭାବିକି ମନେ ମନେ ହସୁଛି। ତା ପଛକାନି ତା ସ୍ତ୍ରୀ ଦେଖୁଛି। ଏ ଲୋକଟା କାହିଁକି ହସୁଛି ବୋଲେ, ସିଏ କ'ଣ ଲେଡ଼ିଜ୍ ତ, ଲେଡ଼ିଜ୍ଙ୍କର କଥା ତ ଜାଣିଛନ୍ତି। ସ୍ୱଭାବତଃ ସେ ଲେଡ଼ିଜ୍ ଯେ ତାଙ୍କ ସ୍ତ୍ରୀ, ତାଙ୍କ ସ୍ୱାମୀ କି ସେ ଘର ଆଗ ମହିଳାକୁ ଦେଖି ଆଙ୍କର ଭିତରେ ଭିତରେ ଖେଳ ଚାଲିଛି ଭାବି ସିଏ ତାଙ୍କ ସିଏ ମନେ ମନେ ଆଙ୍କ ଉପରେ ରାଗିଲେ। କାହାକୁ? ରାଗି ତ ନାହାନ୍ତି, ୟାକୁ ପଚାରିଲେ, କାହିଁକି ତମେ ହସୁଛ ଦେଖିକି? କାହିଁକି ଦେଖି ହସୁଛ? ନା ଇଏ କହିଲା, କ'ଣ ଭାବୁଛୁ? କିଛି ତ ନାହିଁ, ମୁଁ ପାଣି ଫଟକା ଦେଖି ହସୁଥିଲା। ନାଇଁ, ତାଙ୍କ ଭିତରେ ତ ଗୋଟେ ସନ୍ଦେହ ଜାତ ହେଇଗଲା, ତାଙ୍କ ସ୍ତ୍ରୀ ଭିତରେ। ଏ ଲୋକଟା କାହିଁକି ଦେଖି ହସୁଛି? ତମେ ସିନା ସେ ଲେଡ଼ିକି ଦେଖି ହସୁଛ। ଆରମ୍ଭ ହେଇଗଲା କଳି। ଲାଷ୍ଟକୁ ସେ ଯିଏ ମାରିଥିଲା ସେ ଲୋକଟାକୁ, ସେ ଖାତକ ତା ସ୍ତ୍ରୀ ଆଗରେ ବାଧ୍ୟ ହେଇକି କହିଲା ଯେ ଏମିତି ଏମିତି ଘଟଣା, ଯେଉଁ ଲୋକ ମରିଯାଇଥିଲା, ଥରେ ମୁଁ ଭେଟ ହେଇଥିଲି ତ ପାହାଡ଼ରେ, ସେ ମୋତେ ଖୋଜି ଖୋଜି ଆସିଥିଲା, ମୋ କାମ ଥିଲା, ମୁଁ ତ ଜୀବନରେ ମାରିଦେଇଛି। ଇଏ ତ ଗୋଟେ ଗଲା କାହାଣୀ। ଦ୍ୱିତୀୟ କାହାଣୀ, ଜାଭେଦ ଆଖତାରଙ୍କୁ ଆପଣମାନେ ଜାଣିଥିବେ। ଏଠି ଫେମସ୍ ଲୋକ, ଗୋଟେ ବଲିଉଡ଼ର ଗୋଟେ ରାଇଟର, ଗୀତ ଫିତ ଲେଖନ୍ତି, କାହାଣୀ ଲେଖନ୍ତି, ସେ ଇତ୍ୟାଦି କଥା। ତାଙ୍କର ଜଣେ ସାଙ୍ଗ ଥାନ୍ତି, ଯେତେବେଳେ ସେ ଷ୍ଟ୍ରଗଲ୍ କରୁଥାନ୍ତି, ସିଏ ଥରୁଟେ ତାଙ୍କର ଜଣେ ସାଙ୍ଗ ରାଇଟର, ସିଏ ବି ଗୋଟେ ପଞ୍ଜାବୀ ଲୋକ, ତାଙ୍କୁ 200 ଟଙ୍କାଟେ କ'ଣ ଗୋଟେ ଧାର ମାଗିଥିଲେ। ଏମିତି ଥଟ୍ଟା ତାମସାରେ ସେମାନେ କଥା ହେଇଥାନ୍ତି ଯେ ପଇସାଟା ମୁଁ ଫେରେଇବିନି ବୋଲି କହିଦେଇଥାନ୍ତି। କିଏ? ଜାଭେଦ ଆଖତାର। ସମ୍ଭବତଃ ସେ ଲୋକ କହିଲେ, ମୁଁ ଠିକ୍ ଜାଣିଛି, ଯିଏ ଦେଇଛି ଧାର ଜାଭେଦ ଆଖତାର ସାର୍ଙ୍କୁ, ସିଏ ଜାଣିଛନ୍ତି, ମୁଁ ଜାଣିଛି କେମିତି ତୁମଠୁ ପଇସା ମୁଁ ଆଦାୟ କରିବି, ମୁଁ ଠିକ୍ ଜାଣିଛି। ଏମିତିରେ କିଛି ସମୟ ଯାଇଛି, ଯିଏ ଧାର ଦେଇଛନ୍ତି ଲେଖକ ମହାଶୟ, ପଞ୍ଜାବୀ ଲେଖକ ମହାଶୟ, ସିଏ ଏକ୍ସପାୟାର୍ଡ଼ କରିଯାଆନ୍ତି। ଏକ୍ସପାୟାର୍ଡ଼ କରିଲେ, ଇଏ ଯେହେତୁ ତାଙ୍କର କ୍ଲୋଜ୍ ସାଙ୍ଗ, ଇଏ ତାଙ୍କ କ'ଣ ଶବଦାହ କାର୍ଯ୍ୟକୁ ଯାଇଛନ୍ତି। ଗଲେ ଖୋଳିକିରି ଯେହେତୁ ପୋତା ହେଉଥିଲା, ତ ଖୋଳିବା ଲୋକମାନେ ପଇସା ମାଗିଲେ। ତ ତାଙ୍କର ଯିଏ ସମ୍ପର୍କୀୟ ହେବେ ସେ ଲେଖକଙ୍କର, ସିଏ ହଠାତ୍ ଆସି ଜାଭେଦ ସାର୍ଙ୍କୁ ମାଗୁଛନ୍ତି, ଆପଣଙ୍କ ପାଖରେ କିଛି ପଇସା ଅଛି ଦିଅନ୍ତୁ, ମୁଁ ମୋ ପର୍ସ ଘରେ ପାଶୋରିକି ପଳେଇ ଆସିଛି, ହଡ଼ବଡ଼ରେ ପଳେଇ ଆସିଛି, ମୋ ପାଖରେ ପଇସା। ତ ଦୁଇଟା କାହାଣୀରୁ ମୁଁ ଆପଣଙ୍କୁ କହୁଛି, ଯାହା ବି ଦୁନିଆରେ ଚାଲିଛି ସବୁ ଭାବନାରେ ଚାଲିଛି। ଏଭ୍ରିଥିଙ୍ଗ
ଇଜ୍ ବିଙ୍ଗ କଣ୍ଟ୍ରୋଲ୍ଡ ବାଇ ଥଟ୍ ଆଣ୍ଡ ଥିଙ୍କିଂ। ଆଉ ମଣିଷ ଗୋଟେ ଈଶ୍ୱର, ମଣିଷ ଗୋଟେ ଈଶ୍ୱର, ତାର ଭାବନାର ବି ଶକ୍ତି ଅଛି। ଆମେ ଯାହାକୁ ଯାହା ଭାବିବା ସିଏ ହେବ। ତେଣୁ କୁହାଯାଏ ମଣିଷର ମନ ହେଉଛି ଗୋଟେ ଉର୍ବର ମସ୍ତିଷ୍କ, ଫର୍ଟାଇଲ୍ ଲ୍ୟାଣ୍ଡ ବୋଲି କୁହାଯାଏ। ତମେ ଜିରା ବୁଣିଲେ ଜିରା ହେବ, ଧନିଆ ବୁଣିଲେ ଧନିଆ ହେବ, ଯାହା ଭାବିବ ସେୟା ହେବ। ଆମ କଥାରେ ଗୋଟେ ଶକ୍ତି ଅଛି, ଆମ ଭାବନାରେ ବହୁତ ଶକ୍ତି ଅଛି। ତେଣୁ ଆମେ କ'ଣ ଭାବୁଛେ, କ'ଣ କହୁଛେ, ସେଇଟା ବେଶୀ ଇମ୍ପୋର୍ଟାଣ୍ଟ। ଏ ଦୁଇଟା କାହାଣୀ ଦେଇକି ମୁଁ ଆପଣଙ୍କୁ ଏହା କହିଲି ଯେ ଆମେ ଯାହା ବି ଭାବୁଛନ୍ତି, ଯାହା ବି କରୁଛନ୍ତି, ଯାହା ବି ଦେଖୁଛନ୍ତି, ଦୁନିଆରେ ଆଜି ଯାହା ବି ହେଇଛି, ଘର କୋଠାବାଡ଼ି ଫ୍ଲାଇଟ୍ ଚଲାଉଛନ୍ତି, ଯାହା ବି ହେଉଛି, ଆମେ ଆକାଶରେ ଉଡ଼ୁଛନ୍ତି କି ଚନ୍ଦ୍ରପୃଷ୍ଠରେ ଯାଇକି ଘର କରୁଛନ୍ତି କି ଯାହା ବି ଆମେ ସୁନିତା ବିଲିୟମ ଯାଇକିରି ମଙ୍ଗଳ ଗ୍ରହ କି ସ୍ପେସ୍ରେ ଯାଇକି ଅଛନ୍ତି, ଯାହା ବି ଦେଖୁଛନ୍ତି ଆମେ ଏଭ୍ରିଥିଙ୍ଗ ଆମ ଭାବନାରୁ ହିଁ ତିଆରି ହେଇଛି। ତେଣୁ ଭାବନା ପ୍ରତି ବେଶୀ ଜାଗ୍ରତ ହେବାକୁ ପଡ଼ିବ। ତେଣୁ କୁହାଯାଏ ଏଜ୍ ଏ ମେନ୍ ଥିଙ୍ଗ ସୋ ହି ବିକମ୍। ମଣିଷ ଯେମିତି ଭାବେ ସେମିତି ହୁଏ। ତେଣୁ ଦ୍ରାକ୍ଷାଲତାର ଶେଷ ପତ୍ରଟି ଝଡ଼ି ପଡ଼ିଲେ ତା ଜୀବନ ଦୀପ ଲିଭିଯିବ ବୋଲି ତା ମନରେ ଏକ ଭ୍ରାନ୍ତ ଧାରଣା ସୃଷ୍ଟି ହେଲା। ସେହି ପରିସରରେ ରହୁଥିବା ବୃଦ୍ଧ ଶିଳ୍ପୀ ବର୍ମନଙ୍କୁ ଏକଥା ଜଣାଇଲା ସୁ। ତା ପରଦିନ ସକାଳୁ ଜନ୍ସି ଝରକା ଆଡ଼କୁ ଚାହିଁ ଦେଖିଲା ଯେ ପ୍ରବଳ ତୁଷାରପାତ ସତ୍ତ୍ୱେ ଦ୍ରାକ୍ଷାଲତାକୁ ଶେଷ ପତ୍ରଟି ଝଡ଼ୁନାହିଁ। ଏହା ତାକୁ ଜୀବନ ମନସ୍କ କଲା ଏବଂ ସେ ବଞ୍ଚିଗଲା। ଦ୍ରାକ୍ଷାଲତାର ଶେଷ ପତ୍ରଟି କିନ୍ତୁ ପତ୍ର ନଥିଲା, ଥିଲା ବୃଦ୍ଧ ଶିଳ୍ପୀ ବର୍ମନଙ୍କ ହାତ ଅଙ୍କା ଚିତ୍ର। ଆଶା ଯେ ମୃତ୍ୟୁକୁ ଜୟ କରିପାରେ, ଏହା ହିଁ ଏହି ଗଳ୍ପର ସାରାଂଶ। ମୁଁ ଏ ଉପରେ ଆଉ ବେଶୀ ଏକ୍ସପ୍ଲେନ୍ କରୁନାହିଁ, ବାସ୍ ଆଗକୁ ଚାଲନ୍ତୁ। ସାହିତ୍ୟ ଅନ୍ତରଙ୍ଗ ଭାବରେ ଜୀବନ ସହିତ ଯୋଡ଼ି ହୋଇ ରହିଥାଏ ଏବଂ ମଣିଷକୁ ବଞ୍ଚି ରହିବା ପାଇଁ ପ୍ରେରଣା ଦିଏ। ସାହିତ୍ୟ କ'ଣ କି? ସମାଜର ହିତ ହିଁ ସାହିତ୍ୟ। ସମାଜ ଆଉ କ'ଣ କି? କିଛିଟା ପରିବାରର ନେଇକି ସମାଜ ତିଆରି। ସମାଜ କହିଲେ କ'ଣ କୁହାଯାଏ? ସମାଜ ହେଉଛି ଗୋଟେ ସୋସାଇଟି। ସୋସାଇଟି କେମିତି ତିଆରି ହେଇଛି? କିଛି ଗାଁ, ଗାଁ କେମିତି ତିଆରି ହେଇଛି? କିଛି ପରିବାର, ପରିବାର କେମିତି? କିଛି ମଣିଷ, ଚାରିଟା ମଣିଷ ରହୁଛନ୍ତି ବୋଲି ତାକୁ ପରିବାର କୁହାଯାଏ। ତେଣୁ ସମାଜର ହିତ ହିଁ ସାହିତ୍ୟ, ସଂସାରର ହିତ ହିଁ ସାହିତ୍ୟ। ହେଲେ ଆଜିକାଲି ସାହିତ୍ୟର କଥା କିଏ କହିଲେ ଆପଣ କହିବେ କି କ'ଣ ମିଳିବ ସେ ସାହିତ୍ୟରୁ? ଆଜ୍ଞା କ'ଣ ମିଳିବ ସେ ସାହିତ୍ୟରୁ? କ'ଣଟା ମିଳିବ ସେ ସାହିତ୍ୟରୁ? କିନ୍ତୁ ଭାରତର ମାଟି ହେଉଛି ଆଧ୍ୟାତ୍ମିକତାର ମାଟି ଆଉ ସାହିତ୍ୟର ମାଟି। ଏଠି ବେଦ, ପୁରାଣ, ସାହିତ୍ୟ ଗଦାଏ ଗଦାଏ ମାନେ ପୁଳା ପୁଳା ସବୁ ରଚନା ହେଇଛି ଏଠି। ଆମର ପୋଥି ଗ୍ରନ୍ଥ, ସାହିତ୍ୟ, ଦର୍ଶନ ମାନେ କ'ଣ ଯେ ପାଶ୍ଚାତ୍ୟ ଦେଶକୁ ଯାଇକି ରିସର୍ଚ୍ଚ ହେଉଛି। ଆମର ଆୟୁର୍ବେଦିକ କୁହନ୍ତୁ, ଅଥର୍ବ, ସାମ ବେଦ, ଯଜୁର୍ବେଦ, ଦୁନିଆ ବେଦ ଅଛି ଆମର, ଦୁନିଆ ବେଦ। ବେଦ ପୁରାଣର ଦେଶ ଇଏ, ବେଦ ପୁରାଣ ଦେଶ। ରାମାୟଣ, ମହାଭାରତ, ଗୀତା, ଭାଗବତ, କେତେ କେତେ ପ୍ରକାର ସାହିତ୍ୟ ଯେ ଅଛି ଆଉ କହିଲେ ନ ସରେ। ସାହିତ୍ୟର ମାଟି ଆମର ଦେଶ ହେଉଛି ସାହିତ୍ୟର ମାଟି। ଗଣିତଜ୍ଞ ଅଛନ୍ତି, ଗଣିତଜ୍ଞ ଅଛନ୍ତି। ଜିରୋ ଆଉ କିଏ ଦେଇଛି କି ସାରା ଜଗତକୁ? ଜିରୋ କିଏ ଦେଇଛି? ଏଇ ଭାରତର ଗଣିତଜ୍ଞମାନେ ହିଁ ଜିରୋ ଦେଇଛନ୍ତି। ଗଣିତ ଗାଣିତ ବା ବିଜ୍ଞାନ ଜଗତର କଥା କୁହନ୍ତୁ ବା ଦୁନିଆକୁ ଜିରୋର ବ୍ୟବହାର କିଏ ଶିଖେଇଛି? ଏ ଭାରତର ଗଣିତଜ୍ଞମାନେ ଶିଖେଇଛନ୍ତି। କିନ୍ତୁ ଭାରତର ମାଟି ହେଉଛି ଆଧ୍ୟାତ୍ମିକତାର ମାଟି ଆଉ ସାହିତ୍ୟର ମାଟି। ଏଠି କେତେ କେତେ କବି, ଭାବୁକ ଆଉ କହିଲେ ନ ସରେ। କିନ୍ତୁ ଆମେ ଆଜି ସବୁ ବିଜ୍ଞାନ ମନସ୍କ ହେଇଛନ୍ତି, ଠିକ୍ ଅଛି। କିନ୍ତୁ ଆମ ଭାରତୀୟମାନଙ୍କ ରକ୍ତରେ ଅଛି ସାହିତ୍ୟ, କବି, ଭାବୁକ, ଲେଖକ। କିନ୍ତୁ ସେ ଜିନିଷ ଆଉ ଚାଲିଛି କି? ନାହିଁ। ସେଇଟା କଲେ କିଏ ବଞ୍ଚି ବି ପାରିବନି। ଲେଖିବା, କହିବା, କବିତା ଲେଖିବା, ପ୍ରବଚନ ଦେବା କି ପ୍ରବନ୍ଧ ଲେଖିବା, ନିବନ୍ଧ ଲେଖିବା, ଲେଖକ ହେବା, ବହି ଲେଖିବା, ଗପ ଲେଖିବା, ଉପନ୍ୟାସ ଲେଖିବା, ଏଗୁଡ଼ା ଦ୍ୱାରା କିଏ ବଞ୍ଚିପାରିବ ନାହିଁ। ମରିଯିବେ, ସବୁ ମରିଯିବେ। କିଏ ଚାକିରି, ବିନା ଚାକିରି, ବିନା ଇଞ୍ଜିନିୟରିଂରେ, କିଏ ମେଡ଼ିକାଲ ସାଇନ୍ସ ପଢ଼ିଲେ, କିଏ ସାଇନ୍ସ ନ ପଢ଼ିଲେ କିଏ ବଞ୍ଚିପାରିବେ ନାହିଁ। ଲିଟରେଚର ପଢ଼ିଲେ ସବୁ ମରିବାଟା ହିଁ ସାର। କିନ୍ତୁ ଲିଟରେଚର ପଢ଼ିକି ପୁରୁଣା କାଳରେ MA ମ୍ୟାଥମେଟିକ୍ସ ପଢ଼ୁଥିଲେ ଲୋକ, MA ମ୍ୟାଥମେଟିକ୍ସ। ଲିଟରେଚର ପଢ଼ି ପଢ଼ି କେଡ଼େ କେଡ଼େ IAS, କେଡ଼େ କେଡ଼େ ନେତା ମନ୍ତ୍ରୀ ବାହାରୁଛନ୍ତି। ସେଇଟା ହିଁ ଅସଲ ପାଠ। ଆପଣ ଗଣିତରେ 100ରୁ 99 ନେଇଆସିବେ, ଓଡ଼ିଆରେ କି ଇଂଲିଶରେ କି ହିନ୍ଦୀରେ କି ଲିଟରେଚରରେ ଆପଣ 100ରୁ 60 ଆଣିଲେ ଆପଣ କୁହନ୍ତୁନି ସେ କଥା ଢେର ହେଇଗଲା। ଆଉ 61 ବି ଆଣିପାରିବେନି ଆପଣ। 100ରୁ 60 ଆଣିଲେ ବଡ଼ କଥା। ପାସ୍ ହେବାଟା ଫେଲ୍ ହେଇଯାଉଛନ୍ତି, ପାସ୍ ହେବାଟା ବଡ଼ କଥା ବୋଲୁଛନ୍ତି ପିଲାମାନେ। ତେଣୁ ଲିଟରେଚର ହିଁ ଅସଲ ପାଠ ହେଉଛି ଲିଟରେଚର। ମ୍ୟାଥର କଥା ମୁଁ କହୁନି, ମ୍ୟାଥର କଥା କହୁନି। ମ୍ୟାଥରେ ଆପଣ ଫର୍ମୁଲା ଜାଣିଗଲେ, ପ୍ରାକ୍ଟିସ୍ କରିଗଲେ, ମାସେ 15 ଦିନ ଆପଣ ଯେକୌଣସି ଜିନିଷ କରିଦେଇପାରିବେ। ଟିକେ ଟ୍ରିକ୍ ଜାଣିଗଲେ ହେଇଗଲା ଆପଣଙ୍କର। କିନ୍ତୁ ଓଡ଼ିଆ, ଇଂଲିଶ, ହିନ୍ଦୀ, ତାମିଲ, ତେଲୁଗୁ ଯେଉଁ ଲିଟରେଚର ଭାଷା ଗୁଡ଼ା ଅଛି ଆମ ଲାଙ୍ଗୁଏଜରେ ଆପଣ ଏତେ ସ୍କୋର କରିବା ଏଟା ସହଜ କଥା ନୁହେଁ। ଅସଲ ପାଠ ହେଉଛି ଲିଟରେଚର।
ଏ ଲିଟରେଚରକୁ ଆଜି ତ ଅବହେଳା କରାହେଉଛି। ଲିଟରେଚର ପଢ଼ିଲେ କ'ଣ ମିଳିବ? ପେଟ ବୁଝିବ କି? ପେଟ ବୁଝିପାରିବେ ଆପଣ ପେଟ ବୁଝିପାରିବେ? ଲିଟରେଚର ପଢ଼ିକି ଆପଣ ପେଶା କରିପାରିବେ? ଲିଟରେଚରକୁ ଧରିକି କିଛି କରିପାରିବେ। ତେଣୁ ବିଜ୍ଞାନ ପଢ଼, ଇଞ୍ଜିନିୟରିଂ ପଢ଼, ମେଡ଼ିକାଲ ପଢ଼, ବିଏସସି ପଢ଼, ବିଏ କ'ଣ ଯେ ବିକମ୍ କର, କମ୍ପ୍ୟୁଟର ସାଇନ୍ସ କର, ବିବିଏ କର, ଏମବିଏ କର, ଏମକମ୍ କର, ବିକମ୍ କର। ନୈରାଶ୍ୟ ଓ ନକାରାତ୍ମକତାରେ ପରିପୂର୍ଣ୍ଣ ସାହିତ୍ୟ ଜୀବନ ସ୍ରୋତର ଗତିରୋଧ କରେ, କାରଣ ସାହିତ୍ୟ ଜୀବନକୁ ବଞ୍ଚିବାର ରାହା ଦେଖାଏ। ସାହିତ୍ୟରେ ସେଇ ଜୀବନର କଥା ହିଁ କୁହାଯାଇପାରେ। ସାହିତ୍ୟରେ କ'ଣ କି? ସାହିତ୍ୟରେ ଜୀବନର କଥା ହିଁ କୁହାଯାଏ। ଆଜିକାଲିକା ପିଢ଼ି ବହୁତ ଡିଗ୍ରୀ ଧରିଛନ୍ତି, ବହୁତ PhD ହୋଲ୍ଡର, ବହୁତ ଲେକ୍ଚର। ଏଇ 2 ଦିନ ତଳା କଥା କହୁଛନ୍ତି, ଜଣେ ବହୁତ ମାନ୍ୟଗଣ୍ୟ ଲୋକ, ଜଣେ ଲେକ୍ଚର ଅଛନ୍ତି, ତାଙ୍କ ବାପାଙ୍କୁ ମାରି ଦେଇଛନ୍ତି। ସେ ଗୋଟେ ବଡ଼ ଶିକ୍ଷିତ ପ୍ରଫେସର, ସେ ଗୋଟେ। କି ଦୁର୍ଭାଗ୍ୟ କଥା ଦେଖନ୍ତୁ, ଏତେ ଶିକ୍ଷିତ ଲୋକମାନେ ଏଭଳି ଜଘନ୍ୟ କାଣ୍ଡ କରୁଛନ୍ତି। ଏଇ 2 ଦିନ କାଲିକି ପରଦିନର କଥା କହୁଛନ୍ତି। ଆପଣ ପଢ଼ିଥିବେ, ପେପର ପଢ଼ିଥିବେ, ଗୋଟେ ଅତି ଶିକ୍ଷିତ ଉଚ୍ଚ ଶିକ୍ଷିତ ଲୋକ ତା ବାପାଙ୍କୁ ମାରି ଦେଇଛନ୍ତି। 30 ଲକ୍ଷ ନା 40 ଲକ୍ଷ ଟଙ୍କା କର୍ଜରେ, ମାନେ ଋଣଗ୍ରସ୍ତ ସିଏ ଅଛନ୍ତି। ଗୋଟେ ଲେକ୍ଚର ପ୍ରଫେସର ସିଏ। ସବୁ ଫମ୍ପା। ଏ ଯନ୍ତ୍ରବତ ମନୁଷ୍ୟ, ଯାନ୍ତ୍ରିକ ସଭ୍ୟତା ଆମକୁ ଫମ୍ପା କରିଦେଇଛି। ହାଲୋ କିଛି ନାହିଁ ଆଉ। ହାଲୋରେ ଚାଲିଛି ସବୁ। ହାଲୋ ଆଉ ହାଲୋ, ବୁଝିପାରୁଛୁ ନା? HLLO ହାଲୋ, ଆଉ HLLO ହାଲୋ, ଶୂନ୍ୟ ସବୁ ଫମ୍ପା। ଭାରତୀୟ ମନୀଷା ସେଥିପାଇଁ ବୋଧହୁଏ ଜୀବନ ସଙ୍ଗୀତର ମଧୁର ମୂର୍ଚ୍ଛନାର ସୁମଧୁର ଗୁଞ୍ଜରଣ। ଭାରତୀୟ ମନୀଷା ନିଃସଙ୍ଗତା ବୋଧ ଓ ପଳାୟନପନ୍ଥୀ ମନୋବୃତ୍ତି ଭାରତୀୟ ଚିନ୍ତା ଚେତନାର ପରିପନ୍ଥୀ। ଆମେ ନିଃସଙ୍ଗତା ବୋଧ ଅନୁଭବ କରିବା କଥା ନୁହଁ। ପ୍ରାଚ୍ୟ ସଂସ୍କୃତିରେ ସେସବୁ ଚାଲେ। ଆମର ହେଉଛି ଭାଗବତ ଟୁଙ୍ଗିରେ ସନ୍ଧ୍ୟା, ପରେ ଆମର ଭାଗବତ ଟୁଙ୍ଗିରେ ସନ୍ଧ୍ୟା। ଏବେ ସିନା ସବୁ ପାଠଶାଠ ପଢ଼ିଗଲୁ, ଆମେ ସବୁ ମୋବାଇଲ ଖଣ୍ଡେ ସବୁ ଶିକ୍ଷିତ ହେଇଗଲୁ, ସବୁ ଜାଣିଗଲୁ। ସନ୍ଧ୍ୟାବେଳେ ଭାଗବତ ଟୁଙ୍ଗି ହୁଏ, ଗାଁ ଗାଁରେ ଭାଗବତ ଟୁଙ୍ଗି ହୁଏ। ଇଭେନ୍ ଆପଣମାନେ ଟିଭି ଚ୍ୟାନେଲ ଦେଖି ଦେଇପାରନ୍ତି, ଏବେ ସିନା ମୋବାଇଲ ହେଇଗଲାଣି। ଭାଗବତ ଟୁଙ୍ଗିରେ ସନ୍ଧ୍ୟା, ଭାଗବତ ଚର୍ଚ୍ଚା ହୁଏ। ସେଇଥିରୁ ଜୀବନର ମନ୍ତ୍ର ମିଳେ, ଜୀବନର ବଞ୍ଚିବାର ପାଇଁ ଶକ୍ତି ମିଳେ, ସାହସ ମିଳେ। ମଣିଷ ଆତ୍ମାରେ ମରିଗଲେ ମରିଯାଏ, ଶରୀରରେ ମରେନି। ସେ ଯୁଗରେ ପୁଣି ସେ ଇହକାଳ ପରକାଳ କଥା ତ ଅଲଗା ଅଛି। ତେଣୁ ମଣିଷ ଆତ୍ମିକ ଜୀବ, ଆତ୍ମାରେ ବଞ୍ଚିବାକୁ ପଡ଼ିବ, ତେବେ ସେ ବଞ୍ଚିବ। ତେଣୁ ଭାଗବତ ଟୁଙ୍ଗିରେ ସନ୍ଧ୍ୟା ଚାଲେ ଆମର। ସେସବୁ କାହିଁ ଯାଉ? ସେ ଗାଁ ଚାଟଶାଳୀ ଅଛି ନା ସେ ଭାଗବତ ଟୁଙ୍ଗି ସନ୍ଧ୍ୟା ଅଛି? ପିଲା ତ ଖାଲି ତାସ ବାଡ଼େଇଲେ, ମୋବାଇଲରେ ଗେମ୍ ଖେଳିଲେ, ନାଇଁ ନଥିବା ଜିନିଷ ସବୁ କଲେ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ କାବ୍ୟ କବିତାରେ ଜୀବାଣୁ ନା ରାଗ ଏକ ପ୍ରମୁଖ ଧାରା। ଭାରତୀୟ ମୁକ୍ତି ସଂଗ୍ରାମର ଅଗ୍ରଣୀ କର୍ଣ୍ଣଧାର ଭାବରେ ଗୋପବନ୍ଧୁଙ୍କ ରଚନା ଅବଶ୍ୟ ଦେଶାତ୍ମବୋଧର ଚାରୁଗନ୍ତାଘର। ବାସ୍, ତାଙ୍କ ଦୃଷ୍ଟିରେ ଭାରତ ଭୂମିରୁ ଭୂମାଯାଏ ପ୍ରଲମ୍ବିତ ଏକ ଦିବ୍ୟ ବ୍ୟାପ୍ତି। ଭାରତର ପ୍ରତି ଶିଳା ତାଙ୍କ ପାଇଁ ଶାଳଗ୍ରାମ, ଦେଶର ପ୍ରତି ସ୍ଥାନ ପୁରୀ ପରି ପ୍ରିୟ ଧାମ। ମୋ ନେତ୍ରେ ଭାରତ ଶିଳା ଗ୍ରାମ, ପ୍ରତି ସ୍ଥାନ ମୋର ପ୍ରିୟ ପୁରୀ ଧାମ। ତେଣୁ ସେ ତ କହିଲେ, ସେ କ'ଣ କହିଲେ ଯେ ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ। ଆଉ ଗୋଟେ କ'ଣ ଲାଇନ୍ ପଙ୍କ୍ତି ମୋର ମନେ ପଡ଼ୁନି, ଯେତେ ମୋର ହାଡ଼ ନା ପୁରୁ ତଇଁ ପଡ଼ି ମୋର ମାଂସ ହାଡ଼ ନା, ଏମିତି କ'ଣ ଗୋଟେ ଗାଢ଼, ଏ ଗୋଟେ ଅଛି ଗୋଟେ ଲାଇନ୍ଟା, ମୋର ମନେ ପଡ଼ୁନି, କ୍ଷମା କରିବେ, ମୁଁ ଟିକେ ଓଡୁତାଟା କହିଦେଉଛି। ସେ ଗାଢ଼ରେ ଯେତେ ଖାଲ ଖମା ଅଛି, ସେଥିରେ ମୋର ମାଂସ ହାଡ଼ ସବୁ ପଡ଼ିକି ପୂର୍ଣ୍ଣ ହଉ ବୋଲୁଛନ୍ତି ସେ। ହେଲେ ଆଜି ଏ ଡେଟ୍ରେ ମୁଁ ସେମିତି କହେ, ଆଗରୁ ଭିଡ଼ିଓ ମାନଙ୍କରେ, ଆପେ ବଞ୍ଚିଲେ ବାପର ନା ଭାସି ଯାଉ ଗାଁ। ଏଇ ଦୁନିଆରେ ହିଁ ଆମେ ସବୁ ଚାଲିଛନ୍ତି ବର୍ତ୍ତମାନ। ଆମେ ଲୋକଙ୍କ ମାଂସ ହାଡ଼ କେମିତି ଖାଉଛେ ଚିନ୍ତା କରୁଛୁ, ଆଉ ଆମ ମାଂସ ହାଡ଼ ଗାତରେ ପୂର୍ଣ୍ଣ ହବ ଆଜ୍ଞା। ଆମେ ଲୋକଙ୍କ ମାଂସ ହାଡ଼ କେମିତି ଖାଉଛେ ଚିନ୍ତା କରୁଛୁ। ଆଉ ପ୍ରତି ସ୍ଥାନ ମୋର ପ୍ରିୟ ପୁରୀ ଧାମ। ପୁରୀ ଆଉ କିଏ ଯାଉଛି? ସବୁ ଜାଗାରେ ତ ରଥଯାତ୍ରା ଚାଲିଲା, ପୁରୀ କିଏ ଯିବ? ତେବେ ଜାତିପ୍ରାଣ ଗୋପବନ୍ଧୁ ଥିଲେ ଏକ ନିରୋଳା କବି ପ୍ରାଣର ଅଧିକାରୀ। ସେଥିପାଇଁ ଯେଉଁ ଉତ୍କଳର ମଣି ସିଏ। ଆପଣଙ୍କର ମନେ ଥିବ ନା ନାହିଁ, ସୁଆଣ୍ଡ ଗ୍ରାମ ଜନ୍ମ ଉତ୍କଳ ଗୋପବନ୍ଧୁ, କ'ଣ ଗୋଟେ ହେଲା, ବନ୍ୟା ହେଲା ବୋଧେ। ସେତେବେଳେ ବନ୍ୟା ହେବାରୁ ତାଙ୍କର ପୁଅଟା ମରିଗଲା, ଅଥଚ ସେ ଫେରିକି ଯାଇପାରିଲେନି। ସେ ବନ୍ୟା ନା ପ୍ରପୀଡ଼ିତ ନା ରିଲିଫ୍ ସେବାରେ ଲାଗିଥାନ୍ତି, ତାଙ୍କ ପୁଅ ମରିଗଲା ଖବର ପାଇଲା ପରେ ମଧ୍ୟ ସେ ଯାଇ ଠିକ୍ ଟାଇମ୍ରେ ପହଞ୍ଚି ପାରିଲେନି। ତାଙ୍କ ପୁଅ ମରିଯାଇଥିଲା, ତାପରେ ସେ ଯାଇ ପହଞ୍ଚିଲେ। ଗୋଟାଏ ବୋଲି ପୁଅ ଥିଲେ ଗୋପବନ୍ଧୁଙ୍କ। ଯେ ସେଇଭଳି ଆଜି କାହିଁ ଯେ ସେବା ଅଛି ନା, ସେ ଦବା ଅଛି ନା, ଖାଲି ନେବାରେ ବ୍ୟସ୍ତ ପରା।
ଆଜି ଆମର ନେତା ମନ୍ତ୍ରୀ ବିଧାୟକ ସମାଜସେବୀ ସବୁ ନେବାରେ ବ୍ୟସ୍ତ। କେମିତି ଫଣ୍ଡ ରେଜ୍ କରିବୁ, କେମିତି କୁଆଡ଼ୁ ଟଙ୍କା ଆଣିବୁ, ସରକାରୀ ଫଣ୍ଡରେ କେମିତି ଘର କରିବୁ, ହଁ ସବୁ ଧନ୍ଦା କରିକି ଚଲେଇବୁ, ଏତା ଏକା ସବୁ ଚାଲିଛି, ଏତା ଚାଲିଛି। ଆବେଗ ଅନୁରାଗରେ ସଦାସିକ୍ତ ସେହି ପ୍ରାଣ ପ୍ରକୃତିର ପ୍ରତି ସର୍ଜନାରେ ଦେଖେ ବିଶ୍ୱର ମିଳନ ଚିତ୍ର। କାହିଁ ତପନ କେତେ ଦୂର ଅମ୍ବରେ, କାହିଁ ନଳିନୀ ତଳେ ଫୁଟଇସରେ, ଉଇଁବା ମାତ୍ରେ ରବିକର ବଢ଼ାଇ, ନଳିନୀ ଅଙ୍ଗେ ଦିଅ ଅଙ୍ଗ ଲଗାଇ। କେବଳ ସୂର୍ଯ୍ୟଙ୍କ ସହିତ ପଦ୍ମର ମିଳନ ଚିତ୍ର ଦେଖିନାହାନ୍ତି କବି ଗୋପବନ୍ଧୁ। ଜହ୍ନ ସହିତ ଲହରୀ, ମେଘ ସହିତ ବିଜୁଳି, ଗିରି ସହିତ ନିର୍ଝର ଓ ସାଗର ସହିତ ବେଳାର ସଙ୍ଗମ ତାଙ୍କ ହୃଦୟକୁ ପ୍ରେମ ପ୍ଲାବିତ କରିଛି। ଜଣେ ଆଜୀବନ ସହକର୍ମୀଙ୍କ ଉଦ୍ଦେଶ୍ୟରେ ଲିଖିତ ବ୍ୟଥିତ ପ୍ରାଣ ଅନ୍ତିମ ଅଶ୍ରୁ କବିତାରେ ପଣ୍ଡିତ ଗୋପବନ୍ଧୁ ଗାଇଛନ୍ତି ଆଶାର ଆଶାବରୀ। ଜୀବନ ନିରାଶାର ବାଲି ନୁହେଁ କି ସ୍ନେହ ସୌହାର୍ଦ୍ଦ୍ୟ ମରୁ ମରିଚିକା ନୁହେଁ ବୋଲି ସେହି କବିତାରେ ସେ ପ୍ରାଞ୍ଜଳ ଭାବରେ କହିଛନ୍ତି ବା କରିଛନ୍ତି। ତାଙ୍କ ପ୍ରେମ ବ୍ୟଞ୍ଜନ ଅତୁଳନୀୟ। ଜୀବନ କି ଖାଲି ନିରାଶାର ବାଲି, ମରୁ ମରିଚିକି ସ୍ନେହ ପ୍ରୀତି, ତେବେ କି ଆଶାରେ କହ ଏ ସଂସାରେ ପର ଲାଗି ନ ମରୁଛି ନୀତି। ଅନ୍ୟ ପାଇଁ ଜୀବନ ଦେବାଠୁ ବଳି ଆଉ କିଛି ନାହିଁ। ଅନ୍ୟର ସେବାରେ ନିଜ ଲାଗିବାଠୁ ବଳି ଆଉ କିଛି ନାହିଁ। ଏଇ ହେଉଛି ପ୍ରକୃତ ଧର୍ମ। ଯିଏ ଅନ୍ୟ ସେବାରେ ନିଜକୁ ନିୟୋଜିତ କରିପାରେ, ସେଇଟା ହିଁ ପ୍ରକୃତ ଧର୍ମ। ଆଉ କିଛି ଧର୍ମ କିଛି ନାହିଁ। ତେଣୁ କୁହାଯାଏ ମାନବ ସେବା ହିଁ ମାଧବ ସେବା। ବାସ୍, ମଣିଷ ଅନ୍ୟ ଜଣଙ୍କର ସେବାରେ ଯଦି ଲାଗିପାରିଲା, କାମରେ ଯଦି ଲାଗିପାରିଲା, ସିଏ ହିଁ ସବୁଠୁ ବଡ଼ ଶ୍ରେଷ୍ଠତା। ମଣିଷ ଜନ୍ମର ଶ୍ରେଷ୍ଠତା ସେତିକି, ସାର୍ଥକତା ସେତିକି। ଆପଣଙ୍କର ଶିକ୍ଷା ହେଉ, ଆପଣଙ୍କର ଦକ୍ଷତା ହେଉ, ଆପଣଙ୍କର ଯାହା ବି କୌଶଳ ଯାହା ବି ଅଛି, ଦକ୍ଷତା କୌଶଳ, ସେଇଟା ଯଦି ଅନ୍ୟ ଲୋକଙ୍କ କାମରେ ଆସିପାରିଲା, ଦେନ୍ ଆପଣ ଭାବିବେ ଆପଣଙ୍କର ଶିକ୍ଷା, ଆପଣଙ୍କର କୌଶଳ, ଆପଣଙ୍କର ଜ୍ଞାନ ସେଇଦିନ ସାର୍ଥକତା ହେଲା। ଦୁଃଖ ଦୈନ୍ୟ ଯାତନା ନୈରାଶ୍ୟ ଜୀବନକୁ ଦୁର୍ବିସହ କରେ। ସ୍ନେହ ପ୍ରେମ ଆସ୍ଥା ଓ ଆଶା ଜୀବନକୁ କରେ ଗତିଶୀଳ। ଆବହମାନ କାଳରୁ ଋଷିମୁନିମାନେ ମଣିଷ କାନରେ ଚରୈବତୀ ବାଣୀ ଶୁଣାଇଛନ୍ତି, ଅମୃତସ୍ୟ ପୁତ୍ର ବୋଲି ସମ୍ବୋଧନ କରିଛନ୍ତି ତାକୁ। ଏ ସବୁ ମୂଳରେ ରହିଛି ଜୀବନ ପ୍ରତି ଅମିତ ଆଶ୍ୱାସନା। ମହାଭାରତର ଯୁଦ୍ଧ କ'ଣ ଯୁଦ୍ଧ ନା, ତା ଜୀବନ ସଂଗ୍ରାମର ଇସ୍ତାହାର। ହତ ବା ପ୍ରାପ୍ୟସୀ ସ୍ୱର୍ଗମ୍ ଜିତ୍ୱା ବା ଭୋକ୍ୟସେ ମହିମ୍, ଏହି ମନ୍ତ୍ରରେ ଜୀବନର ରହସ୍ୟ ଲୁକାୟିତ। ଏ ସୁନ୍ଦର ପୃଥିବୀରେ ସୁନ୍ଦର ଏକ ଜୀବନ ଯାପନ କରିବା ପାଇଁ ପ୍ରଚୋଦନା ରହିଛି ଏଥିରେ। ସ୍ୱପ୍ନ ବିନା ସର୍ଜନଶୀଳତା କାହିଁ? ସର୍ଜନଶୀଳତା ନଥିଲେ ମଣିଷ ଜୀବନ କାହିଁ କେଉଁ କାଳରୁ ନିଃସନ୍ନ ହୋଇସାରିଥାନ୍ତା। ଜୀବନ କେବେ ନୈରାଶ୍ୟର ମରୁ ପ୍ରାନ୍ତର ନୁହେଁ, ପ୍ରତି ସକାଳର ଆଶାର କିରଣରେ ବିଭୋଳ ହେବା ହିଁ ଜୀବନ। କହିବାର ମୋଟାମୋଟି କଥା ହେଉଛି, ଆଜିକା ଡେଟ୍ରେ ବହୁତ ଉନ୍ନତି ଆମେ କରୁଛନ୍ତି, ଚାକିରି ଅଛି, ଟଙ୍କା ଅଛି, ସବୁ ଆମେ କରିପାରୁଛନ୍ତି, କିନ୍ତୁ ଆମେ ସମସ୍ତେ ଦୁଃଖିତ ଏଇଥିପାଇଁ, ଋଣଗ୍ରସ୍ତ ସମସ୍ତେ। ବୈବାହିକ ଜୀବନର କାହାର ଶାନ୍ତି ନାହିଁ। ଆମେ 1ରୁ 2 ହେଇପାରୁଛନ୍ତି, 1ରୁ 1 ହେବାଟା ବଡ଼ କଷ୍ଟ, 2 ହେବାଟା ସେତିକି। 2ରୁ 4 ହେଇପାରୁନାହାନ୍ତି, 2ରୁ 1 ଆଗ, 2ରୁ 3 ଆଗ ହେଇପାରୁଛନ୍ତି, 2ରୁ 4 ହେବାର ପ୍ରଶ୍ନ ଉଠୁନି। ଏ ବୈବାହିକ ଜୀବନ ପିଲାଙ୍କର ମାନସିକ ଚାପ, ପାଠପଢ଼ାର ଚାପ, ଚାକିରିର ଚାପ, ପଇସା ପତ୍ର ଚାପ, ଋଣଗ୍ରସ୍ତ, ଘର ଦ୍ୱାର, ଘର ବାଡ଼ି, ରୋଗ ବୈରାଗ, ଏତେ ସମସ୍ୟା ଭିତରେ ଆମେ ଝୁଞ୍ଜି ହେଉଛନ୍ତି ଯେ କହିଲେ ନ ସରେ। ତେଣୁ ସବୁଠୁ ମୂଳ କଥା ହେଉଛି ଈଶ୍ୱରଙ୍କୁ ଟିକେ ମନେ ମନେ ଡାକିବା। ଈଶ୍ୱର ପାଖରେ ଥାନ୍ତି, କିନ୍ତୁ ଆପଣ ଅନ୍ତରାତ୍ମାରେ ଯଦି ଯେତେବେଳେ ପର୍ଯ୍ୟନ୍ତ ସେ ଆଶା, ସେ ଭାବନା ଗୁଞ୍ଜରଣ ନ ହେଇଛି, ସେ ଭାବନା ଉଦ୍ରେକ ନ ହେଇଛି, ସେତେବେଳେ ପର୍ଯ୍ୟନ୍ତ ସେ କିଛି କରନ୍ତି ନାହିଁ। ଆଉ ତମେ ତ ସବୁ କରିପାରିବ, ମୁଁ କାହିଁ ତମ ପାଖକୁ ଆସିବି? ତମେ ନିଜ ସବୁ କରିଦେଇପାରିବ, ଆମର କ'ଣ ଆବଶ୍ୟକତା ତମ ପ୍ରତି ଅଛି? ତମେ ସବୁ କରିଦେଇ ପାରୁଛ, ଆମର ଆବଶ୍ୟକତା କ'ଣ ଅଛି? ତେଣୁ କଥା ହେଉଛି ଆମେ ନିଜେ ମନରେ ତାଙ୍କୁ ଗୋଟେ ଖୋଜିବାକୁ ପଡ଼େ। ଖୋଜିଲେ ମିଳନ୍ତି। ଗୋଟେ ଛୋଟିଆ ଉଦାହରଣ ସହିତ ମୁଁ ସାରି ଦେଉଛି। କ'ଣ? ଜଣେ ଋଷିଙ୍କ ପାଖକୁ ଗୋଟେ ବଡ଼ ଶିଷ୍ୟଟେ ଗଲେ। ସେ ଭାରି ନାଁ କର ସାଧୁ ଜଣେ। ତାଙ୍କୁ କହିଲେ, ପ୍ରଭୁ ମହାତ୍ମା, ମୋତେ ଈଶ୍ୱରଙ୍କୁ ପ୍ରାପ୍ତି ହେବାର ଅଛି। କେମିତି ହେବ ନା, ଦରକାର ତ ମୁଁ ଈଶ୍ୱରଙ୍କୁ ଦେଖିବି। ହଉ ଠିକ୍ ଅଛି, ଚାଲ କାଲିକି ପୋଖରୀ କୂଳକୁ ଯିବା, ନା ନଦୀ କୂଳକୁ ଯିବା ଚାଲ। କାଲି ସକାଳୁ ଶିଷ୍ୟ ରେଡ଼ି ହେଇକି ବାହାରିଲେ, ପୋଖରୀ ନଦୀ କୂଳକୁ ଗଲେ। ଆଉ 2 ଜଣ ଯାକ ବୋଲେ ଚାଲ ଭିତରକୁ ଚାଲ, ଏଇଥିରେ ମିଳିବ ତ, ଏଇ ବତେଇ ତମକୁ, ଆଉ ଏଇଠି ତମକୁ ବତେଇ ଈଶ୍ୱର କେମିତି ମିଳନ୍ତି, ଆସ। ମହର୍ଷି ଗଲେ, ସାଧୁ ମହାତ୍ମା ତାଙ୍କ ନଦୀ ଭିତରେ ବସିଲେ, ଇଏ ବି ତାଙ୍କ ପଛେ ପଛେ ଚାଲିଲେ ଭିତରେ, ପାଣି ଭିତରକୁ କିଛି ଅଣ୍ଟାଏ ପାଣି ପର୍ଯ୍ୟନ୍ତ ଗଲା ପରେ ମହର୍ଷି ସାଧୁ ମହାତ୍ମା ଶିଷ୍ୟଙ୍କୁ ମୁଣ୍ଡ ଧରିକି ଦାବି ଦେଲେ। ଆମ ଖ୍ରୀଷ୍ଟିଆନରେ ପ୍ରାୟ ଡୁବନ ବୋଲି କହନ୍ତି, ସେଟା ଡୁବନ ନଥିଲା, ଦାବି ଦେଇକି
କି 2-4 ମିନିଟ୍ ପାଇଁ ରଖିଦେଲେ ଦାବିକି, ସିଏ ଛାଟିପିଟି ହେଲେ ଆଉ କ'ଣ, କିଏ ଶିଷ୍ୟ ମାତା ଏ ଶିଷ୍ୟ ଛାଟିପିଟି ହେଲା, ଆରେ ମରିଛି ମରିଛି, ତାପରେ ତାଙ୍କୁ କାଢ଼ିଲେ, ଅଧ 15-20 ମିନିଟ୍ ଦାବିକି ରଖିଲେ ତାଙ୍କୁ, ଆଉ ସେ ଛାଟିପିଟି ହେଲା, ତାପରେ ତାଙ୍କୁ ବାହାର କଲେ, କହିଲେ କ'ଣ ପାଇଁ ସାର୍ ଏମିତି କଲେ, ଏବେ ବୁଝିବ ଚାଲ ଏବେ ବୁଝିବ, ବାହାରିଲେ ଉପରକୁ, କହିଲେ କ'ଣ ପାଇଁ ସାର୍ ଏମିତି କଲେ, ତୁମେ ପାଣିରେ ବୁଡ଼ୁଥିଲା ବେଳକୁ କ'ଣ ଖୋଜୁଥିଲ, ନା ମୁଁ କେମିତି ମୁଁ ବଞ୍ଚିବି, ନିଶ୍ୱାସ ପ୍ରଶ୍ୱାସ କେମିତି ନେବି, ସେଟା ବାଟୁ ଆଇଲେ ଦେବେ, ଈଶ୍ୱରଙ୍କୁ ଏମିତି ଖୋଜାଯାଏ, ଏମିତି ଖୋଜିଲେ ଈଶ୍ୱରଙ୍କୁ ପାଇବ, ବୁଝିଲେ, ଏମିତି ଖୋଜିଲେ ଈଶ୍ୱରଙ୍କୁ ପାଇବ, ଈଶ୍ୱରଙ୍କୁ ବସି ମାଳା ଗଡ଼େଇଲେ କିଏ ଈଶ୍ୱର ମିଳନ୍ତିନି, ପାଣିରେ ଦାବି ଦେଲା ବେଳକୁ ତୁମେ ଯେମିତି ଖୋଜିଲ ନିଶ୍ୱାସ ପ୍ରଶ୍ୱାସ ପାଇଁ, ସେମିତି ଯଦି ପ୍ରାଣ ମନ ଦେଇକିରି ପ୍ରଭୁ ମୁଁ ଆଜି ସେମିତି ଗୋଟେ ହେବାର ଅଛି ହେଲେ ତୁମେ ପାଇବ ଈଶ୍ୱରଙ୍କୁ, ବୁଝିଲେ ତ ମୋଟାମୋଟି କଥା, ଏତିକି ତ ରହୁଛି। ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ, ପୁଣି ରିକ୍ୱେଷ୍ଟ ଆମର ଚ୍ୟାନେଲ୍ ଟିକେ ସବସ୍କ୍ରାଇବ୍ କରନ୍ତୁ, ତାକି ଆମର ଆଉ ଟିକେ ଲାଇଭ୍ ସବସ୍କ୍ରାଇବ୍ କଲେ ଆମର ଟିକେ ମାର୍କେଟ ବଢ଼ିବ, ଆଉ କ'ଣ, ଏତିକି ରହୁଛି। ବହୁତ ବହୁତ ଧନ୍ୟବାଦ।